ପାଦ ତଳେ ବସିବା ହଉଛି ଆମ ଜୀବନର ଏକ ସୌଭାଗ୍ୟ ଅଟେ। କାରଣ ସେଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମରିୟମଙ୍କୁ ପ୍ରଶଂସା କରି କହିଲେ, କାରଣ ସେ ପ୍ରଭୁଙ୍କ ପାଦ ତଳେ ବସିଥିଲେ। ତାଙ୍କୁ କହିଲେ ଯେ ମରିୟମ ତ ମାଳି ଆଜ୍ଞା। ମତେ ଡାକିଲେ ଆଜ୍ଞା। ମାଳି ଆଜ୍ଞାଙ୍କୁ କ୍ଷମା କରିବେ ଆଜ୍ଞା, ମୋର ହଠାତ୍ ଡାଟା କଟିଗଲା। ସମସ୍ତେ ଶୁଣି ପାରୁଛନ୍ତି ଆଜ୍ଞା? ଆସନ୍ତୁ ପ୍ରାର୍ଥନା କରିବା। ତା ପୂର୍ବରୁ ମୁଁ ପବିତ୍ର ବାକ୍ୟ ବାଇବଲରୁ ଅଧ୍ୟୟନ କରିବି। 100 ପର୍ବ ଗୀତ ସଂଗୀତା 100 ଏପରି ଲେଖାଯାଏ, ହେ ସକଳ ଦେଶ, ତୁମେ ମାନେ ସଦା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ଆନନ୍ଦରେ ସଦାପ୍ରଭୁଙ୍କ ସେବା କର, ଗାନ କରି ତାହାଙ୍କ ଛାମୁକୁ ଆସ। ସଦାପ୍ରଭୁ ଯେ ମଙ୍ଗଳମୟ ଅଟନ୍ତି, ଏହା ତୁମେ ମାନେ ଜ୍ଞାତ ହୁଅ। ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମେମାନେ ତାହାଙ୍କର ଲୋକ। ଆମେମାନେ ତାହାଙ୍କର ଲୋକ, ଆମେମାନେ ତାହାଙ୍କର ଅଟୁ, ଆମେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର। କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସଦାପ୍ରଭୁଙ୍କର ଅଟୁ, ସଦାପ୍ରଭୁଙ୍କର ଲୋକ ଏବଂ ସଦାପ୍ରଭୁଙ୍କ ଚରାସ୍ଥାନର ମେଷ। ତେଣୁ ଆମେ ସର୍ବଦା ତାଙ୍କ ପ୍ରାର୍ଥନା କରିବା, ଧନ୍ୟବାଦ କରିବା, ଏଇଟା ହଉଛି ଆମମାନଙ୍କର କର୍ତ୍ତବ୍ୟ। ତାଙ୍କ ସେବା କରିବା ଆମମାନଙ୍କର କର୍ତ୍ତବ୍ୟ। ଆସନ୍ତୁ ପ୍ରାର୍ଥନା କରିବା। ଯେହୋବା ଯିରେ ପରମେଶ୍ୱର, ତୁମରି ପବିତ୍ର ନାମର ଧନ୍ୟବାଦ କରୁଛୁ ପ୍ରଭୁ। ଏ ପ୍ରାତଃରେ ଆମମାନଙ୍କୁ ତୁମ ପାଦ ତଳେ ଏକତ୍ର ହେବାର ସୁନ୍ଦର ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ। ଆଉ ବିଶେଷ କରି ଧନ୍ୟବାଦ ଦିଏ ଆମର ହୋଷ୍ଟ ମହାଶୟକୁ ମତେ ସୁଯୋଗ ଦେଇଛନ୍ତି ଆଜି ପରିଚାଳନା କରିବା ପାଇଁ। ପରିଚାଳନାର ସମସ୍ତ ଭାର ତୁମେ ବହନ କର ପ୍ରଭୁ। ମଧ୍ୟସ୍ଥି ପ୍ରାର୍ଥନାକୁ ପରିଚାଳନା କରୁଥିବା ଆମ ସିଷ୍ଟର ନିମନ୍ତେ, ଆଉ ଯୋଉ ତୁମ ପ୍ରିୟ ଲୋକମାନେ ପ୍ରାର୍ଥନା କରୁଛନ୍ତି, ଆଉ ଯୋଗ ଦେଇ ତୁମ ନିକଟରେ ଆଣ୍ଠୁ ଭାଗିଛନ୍ତି, ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରୁଛୁ। ତୁମେ ପ୍ରତ୍ୟେକଙ୍କୁ ଅନୁଗ୍ରହ ମଙ୍ଗଳ ଦୟା କର। ଆଜିର ସେବାର ଆରମ୍ଭ ଏବଂ ସମାପ୍ତି ତୁମର, ତୁମର ଉପସ୍ଥିତିରେ ସମସ୍ତ କାର୍ଯ୍ୟକର, ସମସ୍ତ ନେଟୱାର୍କକୁ ତୁମେ ନିଜେ ପରିଚାଳନା କର ବୋଲି ପ୍ରାର୍ଥନା କରୁଛି ପ୍ରଭୁ। ଯେତେ ଯୋଡେଇବେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ନାମ ଧରି ଧରି ତୁମେ ଆଶୀର୍ବାଦ କର ଏବଂ ଅନେକ ଯୋଡି ହେଇ ତୁମର ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ପ୍ରତ୍ୟେକଙ୍କୁ ତୁମେ ଆକର୍ଷକରେ ତୁମ ନିକଟକୁ ଟାଣି ସବୁ ଗୌରବ ସମ୍ଭ୍ରମ କର୍ତ୍ତାପଣ କେବଳ ତୁମକୁ ଦେଇ ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ଧନ୍ୟବାଦ। ଆଜିର ୱାର୍ସିପ କରିବା ପାଇଁ ପ୍ରଭୁଙ୍କ ପ୍ରିୟଦର୍ଶୀ ଆମଙ୍କର କରଳ ଭଉଣୀକୁ ଦିଆଯାଇଛି। କରଳଙ୍କୁ ତାଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରିବେ। ଆଉ ସିଷ୍ଟର ସମ୍ମୁଖକୁ ଆସନ୍ତୁ। ଆଉ ଅନେକ ଭକ୍ତି ଗୀତ ଗୁଡାକ ଗାଇ ଆମକୁ ପ୍ରଭୁଙ୍କ ନିକଟରେ, ଏବଂ ଯେତେ ଆମେ ଯୋଡେଇଛୁ ପ୍ରତ୍ୟେକଙ୍କୁ ଆମକୁ ପ୍ରଭୁଙ୍କ ନିକଟରେ ସହାୟତା ହୁଅନ୍ତୁ। ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରିବି। ସିଷ୍ଟରକୁ ସମସ୍ତେ ଜାଣନ୍ତି, ଆମଙ୍କର ସମସ୍ତଙ୍କର ଅତି ପ୍ରିୟ ଆଉ ପଦ୍ମାସିନୀ କରାଳ ସିଷ୍ଟର। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ବର୍ତ୍ତମାନ ଆପଣଙ୍କର ସମୟ, ଆପଣ ଆମମାନଙ୍କୁ ପ୍ରଭୁଙ୍କ ନିକଟରେ କଢେଇ ନେବାର ସହାୟତା ହେବେ। ଥ୍ୟାଙ୍କ ୟୁ। ପ୍ରେଜ୍ ଦ ଲର୍ଡ।
प्रभु को मत नामर धन्यवाद हो। प्रभु अनुग्रह कले दया कले रातिर प्रतिटी प्रहर रे आमनकर सहवर्ती परमेश्वर हेले आ प्रातः समय चरण तले बसी गौरव प्रशंसा करने मते पुणी आपण मानक प्रभु सुंदर सुजोग देइछथि सेति पाए मु प्रभु को धन्यवाद दिए। अनेक दिन पर रियल मिनिस्ट्री रे आराधना करबा पाए सुंदर सुजोग देइछथि तेणु पीटर आज्ञा को मध्य अशेष अशेष धन्यवाद दिए। आज परिचालना करुवा दास को मध्य धन्यवाद दिए अति सुंदर भाव में मते स्वागत जनइले। आ जो मेरे उपस्थित प्रभुकर दास दासी विश्वासी विश्वासिनी प्रत्येक को मोर भक्तिपूर्ण नमस्कार जनाए। नमस्कार। राति सारा होल नाइट प्रेयर सारिलु जस्ट एबे आसिकी पहुंचिलु। प्रभु आमान को राति सारा व्यवहार कले तांकर गौरव करिबा पाई सेति पाई मु प्रभु को धन्यवाद दिए। आसु माने केतटी गीत गाय प्रभुकर महिमा करिबा प्रभुकर गौरव करिबा सबु आसु समस्त को आसुथिबा गीत अति पुराना गीत आमाने गाय प्रभुकर स्तुति करिबा। तुमरी मधुर नाम गाउथिबी प्रभु गाउथिबी तुमरी मधुर नाम गाउथिबी प्रभु गाउथिबी तुम पदे अविरत देवी प्रभु अवरत तुम पदे अविरत देवी प्रभु अवरत चित्तिना प्रभु बचितिबी तुमरी मधुर नाम गाउथिबी प्रभु गाउथिबी तुमरी मधुर नाम गाउथिबी प्रभु गाउथिबी शरण नेउछि प्रभु तुम छाया तळे तुमे ही आश्रय मोर दुर्दिन काळे शरण नेउछि प्रभु तुम छाया तळे तुमे ही आश्रय मोर दुर्दिन काळे अनंत शिव प्रभु तुम दया महाप्रेम अनंत शिव प्रभु तुम दया महाप्रेम अभुला से प्रेम नीति स्वरूपिबी प्रभु बचितिबी तुमरी मधुर नाम गाउथिबी प्रभु गाउथिबी तुमरी मधुर नाम गाउथिबी प्रभु गाउथिबी तुम पदे अविरत देवी प्रभु अवरत तुम पदे अविरत देवी प्रभु अवरत चित्तिन प्रभु बचितिबी तुमरी मधुर नाम गाउथिबी प्रभु गाउथिबी तुमरी मधुर नाम गाउथिबी प्रभु गाउथिबी स्थिर जल पासे पासे तुमे मते नेब आत्मार क्षुद तृषा तुमे निबारिब स्थिर जल पासे पासे तुमे मते नेब आत्मार क्षुद तृषा तुमे निबारिब अनंत जीवन पथे तुमे मते जीव अनंत जीवन पथे तुमे मते जीव
ସେଥିପାଇଁ ତୁ ସଦା ବହୁଥିବି ଯେତେ ଦିନ ପ୍ରଭୁ ବଞ୍ଚିଥିବି ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି तुम पदे अविरत हेबि प्रभु अवनत तुम पदे अविरत हेबि प्रभु अवनत जेते दिन प्रभु बंचिथिबि तुमरी मधुर नाम गाउथिबि प्रभु गाउथिबि तुमरी मधुर नाम गाउथिबि प्रभु गाउथिबि गाउथिबि प्रभु गाउथिबि प्रेज द लॉर्ड आसु आमर आउ गोटे गीत गाए प्रभुଙ୍କର प्रशंसा करिबा से आमानकर आराध्य परमेश्वर से आमानकर सर्व सृष्टिकर्ता आमानकर सबु गति को से जानती आमानकर हृदयर चिंता को भावना को से जानती आमानकर मनर परिचय से नहीं छंती से परि अंतर्जामी पिता परमेश्वर को निकट रे आमाने बसिछु आमाने की प्रकार मन नहीं बसिछु कि प्रकार हृदय नहीं बसिछु ताहा प्रभु जानती आसु आमाने हृदय सहित प्रभुकर गौरव करिबा प्रभुकर प्रशंसा करिबा ए गीत माध्यम रे तुमे आराध्य परमेश्वर तुमे आराध्य परमेश्वर तुमे आधार सर्व सृष्टिर तुमे आधार सर्व सृष्टिर तुमे आराध्य परमेश्वर तुमे आराध्य परमेश्वर तुमे आधार सर्व सृष्टिर तुमे आधार सर्व सृष्टिर मोर सब गति तुमे देखुछ परिचय मम नर नेइछ मोर सब गति तुमे देखुछ परिचय मम नर नेइछ हृदयर चिंता सबु जानिछ अंतर्जामी प्रभु मो जीवनर हृदयर चिंता सबु जानिछ अंतर्जामी प्रभु मो जीवनर तुमे आराध्य परमेश्वर तुमे आराध्य परमेश्वर तुमे आधार सर्व सृष्टिर तुमे आधार सर्व सृष्टिर अंग प्रत्यंग प्रेम रे गाढ़ीछ मत उदर जतने खंजीछ अंग प्रत्यंग प्रेम रे गाढ़ीछ मत उदर जतने खंजीछ तुम अपूर्व प्रेम प्रकाशित तुम सकल कार्य चमत्कार तुम अपूर्व प्रेम प्रकाशित तुम सकल कार्य चमत्कार तुमे आराध्य परमेश्वर तुमे आराध्य परमेश्वर तुमे आधार सर्व सृष्टिर तुमे आधार सर्व सृष्टिर
केउठाकु जीवी तुम आत्मा ठारू केउठाकु जीवी तुम साक्षातरू केउठाकु जीवी तुम आत्मा ठारू केउठाकु जीवी तुम साक्षातरू तुम गौरव हुए विराजित जगतर तुमे आराध्य परमेश्वर तुमे आराध्य परमेश्वर तुमे आधार सर्व सृष्टिर तुमे आधार सर्व सृष्टिर तुमे आधार परमेश्वर तुमे आराध्य परमेश्वर तुमे आधार सर्व सृष्टिर तुमे आधार सर्व सृष्टिर आसु आमने प्रार्थना करिबा हालेलुया 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 मंगलमय परमेश्वर प्रिय प्रभु तुम नाम को धन्यवाद दउछु तुम नाम को जय जयकार करुछु तुम नाम को उच्चरे स्थापन करुछु कारण प्रतिटी प्रहर रे तुमे आमनकर सहवर्ती परमेश्वर हेलो प्रिय प्रभु तुमर अनुग्रह तुमर दया सकाशे आमन को प्रात समय रे दिन आरंभ रु तुम निकटवर्ती हेबा पाई तुमे साहाय्य कल सेति पाई धन्यवाद दउछु तुमे आमनकर प्रार्थना श्रवणकारी एकमात्र स्वर्गस्थ पिता आमने तुम निकट को आसुछु प्रिय प्रभु आमनकर प्रार्थना आमनकर नैवेद्य को तुमे ग्रहण कर बोली प्रार्थना करुछु हे दयामय स्वर्गस्थ पिता तुम पाखरे से शक्ति अछि तुमे आमान को सुरक्षा देबा पाए तुमे आमान को उद्धार करिबा पाए तुमे आमान को रक्षा करिबा पाए सेथि पाए तुम नाम को धन्यवाद दउछु हालेलुया प्रेज द लॉर्ड प्रेज द लॉर्ड प्रेज द लॉर्ड थैंक यू जीसस थैंक यू लॉर्ड प्रिय प्रभु धन्यवाद दउछु धन्यवाद दउछु धन्यवाद दउछु जिहोबा तुम नामरे केते जे शक्ति अछि केते जे शक्ति अछि जिहोबा तुम नामरे केते जे शक्ति अछि यस लॉर्ड केते जे शक्ति अछि जिहोबा तुम नामरे केते जे शक्ति अछि केते जे शक्ति अछि केते जे शक्ति अछि मौसम का प्रार्थना खाना बरसाइना मौसम का प्रार्थना खाना बरसाइना हंसियों का प्रार्थना रे सूर्य चंद्र स्थगित कला हंसियों का प्रार्थना रे सूर्य चंद्र स्थगित कला जिहोबा तुम नामरे केते जे शक्ति अछि केते जे शक्ति अछि केते जे शक्ति अछि
ଏଲିଆଙ୍କ ପ୍ରାର୍ଥନା ଅଗ୍ନିରେ ଉତ୍ତର ଦେଲା। ଏଲିଆଙ୍କ ପ୍ରାର୍ଥନା ଅଗ୍ନିରେ ଉତ୍ତର ଦେଲା। ଦାନିଏଲଙ୍କ ପ୍ରାର୍ଥନାରେ ସିଂହର ମୁଖ ବନ୍ଦ କଲ। ଦାନିଏଲ ପ୍ରାର୍ଥନାରେ ସିଂହର ମୁଖ ବନ୍ଦ କଲ। ଯେହୋବା ତୁମ ନାମରେ କେତେ ଯେ ଶକ୍ତି ଅଛି, କେତେ ଯେ ଶକ୍ତି ଅଛି, କେତେ ଯେ ଶକ୍ତି ଅଛି। ଆନନ୍ଦ ପ୍ରାର୍ଥନା ରୁଦ୍ଧ ଗର୍ଭ ଫିଟାଇ ଦେଲା। ଆନନ୍ଦ ପ୍ରାର୍ଥନା ରୁଦ୍ଧ ଗର୍ଭ ଫିଟାଇ ଦେଲା। ଜୁନସଙ୍କ ପ୍ରାର୍ଥନାରେ ମତ୍ସ୍ୟ ଉଦରୁ ରକ୍ଷା କଲ। ଜୁନସଙ୍କ ପ୍ରାର୍ଥନାରେ ମତ୍ସ୍ୟ ଉଦରୁ ରକ୍ଷା କଲ। ଯେହୋବା ତୁମ ନାମରେ କେତେ ଯେ ଶକ୍ତି ଅଛି, କେତେ ଯେ ଶକ୍ତି ଅଛି, କେତେ ଯେ ଶକ୍ତି ଅଛି। ଯେହୋବା ତୁମ ନାମରେ କେତେ ଯେ ଶକ୍ତି ଅଛି, କେତେ ଯେ ଶକ୍ତି ଅଛି, କେତେ ଯେ ଶକ୍ତି ଅଛି, କେତେ ଯେ ଶକ୍ତି ଅଛି। Yes, Lord, ପ୍ରିୟ ପ୍ରଭୁ, ତୁମେ ସେ ପ୍ରକାର ଭୟାନକ ପରମେଶ୍ୱର, ତୁମେ ସେ ପ୍ରକାର ଶକ୍ତିଯୁକ୍ତ ପରମେଶ୍ୱର। ମୋଶାଙ୍କ ପ୍ରାର୍ଥନାରେ ତୁମେ ମାନା ବର୍ଷେଇଥିଲ ଏବଂ ଝିଅସିଙ୍କ ପ୍ରାର୍ଥନାରେ ପ୍ରିୟ ପ୍ରଭୁ ତୁମେ ସୂର୍ଯ୍ୟ ଚନ୍ଦ୍ରକୁ ସ୍ଥଗିତ କରିଥିଲ। ସେହିପରି Lord. ଭୟାନକ ପରମେଶ୍ୱର ଅଟେ, ସେଥିପାଇଁ ଧନ୍ୟବାଦ ଦଉଛୁ। ପ୍ରିୟ ପ୍ରଭୁ, Jesus. ପ୍ରାର୍ଥନା କରୁଛୁ ଆମମାନଙ୍କର ପ୍ରାର୍ଥନାର ଉତ୍ତର ସ୍ୱରୂପେ ତୁମେ ଆମମାନଙ୍କୁ ଅନେକ କିଛି ଅନୁଗ୍ରହ କରିଛ, ଅନେକ କିଛି ଦୟା କରିଛ, ଅନେକ କିଛି ମଙ୍ଗଳ କରିଛ। ନିଜର ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ, ମାଣ୍ଡଳିକ ଜୀବନରେ, ସେଥିପାଇଁ ଧନ୍ୟବାଦ ଦଉଛୁ ପ୍ରିୟ ପ୍ରଭୁ। ଧନ୍ୟବାଦ ଦଉଛୁ। ତୁମର ସେ ଅନୁଗ୍ରହ ଦାନକୁ ଆମେ ସ୍ମରଣ କରୁଛୁ, ତୁମର ସେ କରୁଣାର ଦାନକୁ ଆମେ ସ୍ମରଣ କରୁଛୁ। ପ୍ରଭୁ, ଆମମାନଙ୍କର ଯୋଗ୍ୟତା ନଥିଲା ବେଳେ ତୁମେ ଆମମାନଙ୍କୁ ଯୋଗ୍ୟ ବିବେଚିତ କଲ। ପ୍ରତିଟି ଆବଶ୍ୟକତା ତୁମେ ଯୋଗେଇଲ, ସୁସ୍ଥ ସବଳତା ରଖିଲ ଏବଂ ତୁମର ମହିମା ସକାଶେ ବ୍ୟବହାର କଲ। ସେଥିପାଇଁ ଧନ୍ୟବାଦ ଦଉଛୁ। ପ୍ରାର୍ଥନା କରୁଛୁ ପ୍ରଭୁ, ଆଜି ଆମେ ଏଇ ସୁନ୍ଦର ସୁଯୋଗ ପାଇଛୁ, ତୁମର ଉପସ୍ଥିତି Yes. ମଧ୍ୟ ଆସିଛୁ, ତୁମର ସ୍ୱାଦକୁ ଚାଖିଛୁ। କିନ୍ତୁ ଆଜି ଅନେକ ଲୋକ ଅଛନ୍ତି ଯୋଉମାନେ କି ପ୍ରଭୁ এই ଉପସ୍ଥିତିକୁ ଆସି ପାରୁନାହାନ୍ତି, ତୁମର ନାମକୁ ସୁଦ୍ଧା ଜାଣି ନାହାନ୍ତି, ତୁମର ପରିଚୟ ପାଇ ନାହାନ୍ତି। ସେମାନଙ୍କ ସକାଶେ ମୁଁ ପ୍ରାର୍ଥନା କରେ ପ୍ରିୟ ପ୍ରଭୁ, ତୁମେ ଦୟା କର ପ୍ରିୟ ପ୍ରଭୁ, ସେମାନଙ୍କର ମନକୁ ତୁମେ ପରିବର୍ତ୍ତନ କର, ସେମାନଙ୍କର Amen. ହୃଦୟ ପରିବର୍ତ୍ତନ କର। ପ୍ରିୟ ପ୍ରଭୁ, Yes, Lord. ତୁମକୁ ଚାଖିବା ପାଇଁ ତୁମେ ଦିଅ। ଆଜି ହେ ପ୍ରଭୁ, ଜଗତର ଲାଳସାରେ ସେମାନେ ପଡିଛନ୍ତି, ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି। ପ୍ରିୟ ପ୍ରଭୁ, ତୁମର ସେ ଆଲୋକ ମଧ୍ୟକୁ ତୁମେ ତାଙ୍କୁ ଟାଣି ଆଣ ବୋଲି ପ୍ରାର୍ଥନା କରୁଛୁ। ତୁମର ସେ ଉପସ୍ଥିତି ମଧ୍ୟକୁ ସେମାନେ ଆସନ୍ତୁ ବୋଲି ପ୍ରାର୍ଥନା କରୁଛୁ, ଯୋଉ ଦ୍ୱାରା କି ହେ Yes. ପ୍ରିୟ ପ୍ରଭୁ, ଆମେ ସମସ୍ତେ ଏକତ୍ରିତ ହୋଇ ତୁମର ମହିମା କରିବୁ, ତୁମର ପ୍ରଶଂସା କରିବୁ। ଏଥିପାଇଁ ତୁମେ ସାହାଯ୍ୟ କର।
କାରଣ ତୁମର ଇଚ୍ଛା ପ୍ରିୟ ପ୍ରଭୁ ଗୋଟିଏ ମନୁଷ୍ୟ ମଧ୍ୟ ବିନଷ୍ଟ ନହେଇ ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ପ୍ରାର୍ଥନା କରୁଛୁ ପ୍ରଭୁ। ଯୋଉମାନେ ପ୍ରିୟ ପ୍ରଭୁ ଏପର୍ଯ୍ୟନ୍ତ ଜାଣି ନାହାନ୍ତି ସେମାନଙ୍କ ସକାଶେ ସେମାନେ ପ୍ରାର୍ଥନା କରୁଛୁ। ତୁମେ ଦୟାକରି ସେମାନଙ୍କୁ ଆଶୀର୍ବାଦ କର। ପ୍ରାର୍ଥନା କରୁଛୁ ମଙ୍ଗଳମୟ ପରମେଶ୍ୱର ପ୍ରିୟ ପ୍ରଭୁ। ଆମମାନେ ଯେତେ ସମୟ ବସିବୁ ତୁମର ଉପସ୍ଥିତିରେ ବସିବୁ ଏବଂ ତୁମକୁ ଅନୁଭବ କରିପାରିବୁ, ତୁମ ରବ ଶୁଣି ପାରିବୁ, ଏଥିପାଇଁ ତୁମେ ସାହାଯ୍ୟ କର। ଆମମାନଙ୍କର କର୍ଣ୍ଣ ରୂପ ଦ୍ୱାରକୁ ତୁମେ ଖୋଲିଦିଅ, ହୃଦୟ ରୂପ ଦ୍ୱାରକୁ ତୁମେ ଖୋଲିଦିଅ, ଚକ୍ଷୁ ରୂପ ଦ୍ୱାରକୁ ତୁମେ ଖୋଲିଦିଅ, ଯୋ ଦ୍ୱାରା କି ତୁମ ରବ ଶୁଣି ପାରିବୁ, ତୁମକୁ ଦେଖି ପାରିବୁ ଏବଂ ତୁମକୁ ଅନୁଭବ କରିପାରିବୁ, ତୁମର ବାକ୍ୟକୁ ନିଜ ହୃଦୟ ମଧ୍ୟରେ ସାଇତି ରଖିପାରିବୁ। ଏଥିପାଇଁ ତୁମେ ସାହାଯ୍ୟ କର। ଯୋଉ ବକ୍ତାଙ୍କୁ ତୁମେ ଆଜି ମନୋନୀତ କରିଛ ପ୍ରିୟ ପ୍ରଭୁ, ତାଙ୍କ ମୁଖପାତ୍ର ହୋଇ ତୁମେ ଏ କଥା କୁହ, ଆତ୍ମାରେ ଅଭିଷେକ କର। ପ୍ରିୟ ପ୍ରଭୁ ତୁମର ଉପସ୍ଥିତି ତାଙ୍କ ଜୀବନରେ ତୁମେ ଦିଅ ବୋଲି ପ୍ରାର୍ଥନା କରୁଛୁ। ଶକ୍ତିଯୁକ୍ତ ଭାବରେ ତୁମେ ବ୍ୟବହାର କର ବୋଲି ପ୍ରାର୍ଥନା କରୁଛୁ। ଯୋଉ ବାକ୍ୟ ଆମମାନଙ୍କ ସକାଶେ ରଖିଛ ସେ ବାକ୍ୟ ଦ୍ୱାରା ଯୋ ଦ୍ୱାରା କି ପ୍ରିୟ ପ୍ରଭୁ ଆମମାନେ ଶ୍ରବଣ କରିବୁ, ନିଜ ନିଜକୁ ସଜାଡ଼ିବୁ, ନିଜ ନିଜକୁ ସଂଶୋଧନ କରିବୁ। ଏଥିପାଇଁ ତୁମେ ସାହାଯ୍ୟ କର ପ୍ରିୟ ପ୍ରଭୁ। ପ୍ରାର୍ଥନା କରୁଛୁ ଆମମାନେ କିଛି ଦେଇପାରୁନାହୁ, କି ପ୍ରତିଦାନ ଦେଇ ତୁମକୁ ସନ୍ତୁଷ୍ଟ କରିବୁ। ହେ ଦୟାମୟ ସ୍ୱର୍ଗସ୍ଥ ପିତା, ଆମମାନଙ୍କର ଆରାଧନାରେ ତୁମେ ସନ୍ତୁଷ୍ଟ ଅଛ, ଆମେ ବିଶ୍ୱାସ କରୁଛୁ ପ୍ରିୟ ପ୍ରଭୁ। ଆମମାନଙ୍କର ଧନ୍ୟବାଦ ନୈବେଦ୍ୟକୁ ତୁମେ ଗ୍ରହଣ କରିଛ, ଧନ୍ୟବାଦ ଦଉଛୁ ପ୍ରିୟ ପ୍ରଭୁ। ପ୍ରାର୍ଥନା କରୁଛୁ ଆମେ ଯେତେ ଜଣ ବସିଛୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର, ତୁମର ଉପସ୍ଥିତିରେ ବସିବା ପାଇଁ ତୁମେ ସାହାଯ୍ୟ କର। ଯେତେ ଜଣ ବସିଛୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଆଜି ଯୋଉମାନେ ଅନୁପସ୍ଥିତ ପ୍ରିୟ ପ୍ରଭୁ ସେମାନଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର। ଆଗାମୀ ଦିନ ମାନଙ୍କରେ ସେମାନେ ପ୍ରସ୍ତୁତ ହେଇ ତୁମ ଚରଣ ତଳକୁ ଆସିବେ ଏବଂ ତୁମର ଗୌରବରେ ସାମିଲ ହେଇପାରିବେ, ସେହିପରି ତୁମେ କୃପା କର। ସମସ୍ତ ପ୍ରାର୍ଥନା ବିନତି ତୁମକୁ ଦେଇ ଯୀଶୁ ତୁମ ନାମରେ ମାଗିବେ, ଆମେନ୍ ଆମେନ୍। Thank you. Praise the Lord. बहुत बहुत धन्यवाद আমার করার সিস্টার ମାନଙ୍କର ହୃଦୟ ଆପଣ ପ୍ରଭୁଙ୍କ ଆଡ଼କୁ କଢେଇ ନେଇଥିବାରୁ ମୁଁ ଆପଣଙ୍କୁ ଅନ୍ୟ ତରଫରୁ ମୋ ତରଫରୁ ଧନ୍ୟବାଦ ଦେଉଛି। ଆମେ ସମସ୍ତେ ଭଉଣୀ ନିମନ୍ତେ ଗୋଟେ କରତାଳି ଦେଇ ରିଏଲ ମିନିଷ୍ଟ୍ରି ପ୍ରତ୍ୟେକ ଆମେ ତାଙ୍କୁ ଧନ୍ୟବାଦ। ଆସନ୍ତୁ ଆମେ ସୁନ୍ଦର ୱାର୍ସିପ ଶୁଣିଛୁ, ପ୍ରଭୁଙ୍କ ଆଡ଼କୁ ଆମ ଆକର୍ଷଣ କରିଥିବାରୁ ମୁଁ ଆଉ ରିଏଲ ମିନିଷ୍ଟ୍ରି ତରଫରୁ ମୋ ବ୍ୟକ୍ତିଗତ ତରଫରୁ ଧନ୍ୟବାଦ ଦେବା ସହିତ ସେଇ ତାଙ୍କର ଶିଷ୍ୟ ନିମନ୍ତେ, ତାଙ୍କ ପରିବାର ନିମନ୍ତେ, ସେବା କାର୍ଯ୍ୟ ନିମନ୍ତେ, ତା ସହିତ ବାକ୍ୟ ନେଇ ଆସୁଛନ୍ତି ଆମଙ୍କର କୈନୋନିଆର ହୋଷ୍ଟ ତାଙ୍କ ନିମନ୍ତେ। ଆଉ ଆମେ ଯେତେ ଯୋଡି ହେଇକିରି ପ୍ରଭୁଙ୍କ ନିକଟବର୍ତ୍ତୀ ପ୍ରତ୍ୟେକ ଯେପରି ଆମେ ବାକ୍ୟକୁ ଧ୍ୟାନର ସହ ଶୁଣିବା ଆଉ ସେ ବାକ୍ୟ ହୃଦୟରେ ଗ୍ରହଣ କରିପାରିବା, ଏଥିପାଇଁ ବିଶେଷ କରି ପ୍ରାର୍ଥନା କରିବା, ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରେ। ଆଉ ପରୀକ୍ଷା ଆଜ୍ଞା ଅଛନ୍ତି, ଆଜ୍ଞା ପ୍ଲିଜ ଦେଲ ପ୍ରେଜ ଦ ଲର୍ଡ ଆଜ୍ଞା। ଆଜ୍ଞା ଆଉ ପ୍ରଭୁଙ୍କ ବାକ୍ୟ ନେଇ ଆସିଥିବା ଆମମାନଙ୍କର କୈନୋନିଆର ହୋଷ୍ଟ ନିମନ୍ତେ ବର୍ତ୍ତମାନ ୱାର୍ସିପ କରୁଥିବା ଆମମାନଙ୍କର ପ୍ରିୟ ସିଷ୍ଟର କରଳା ସିଷ୍ଟର ନିମନ୍ତେ ଆମେ ଯେତେ ଅଛୁ ପ୍ରତ୍ୟେକ ଯେପରି ଧ୍ୟାନର ସହ ପ୍ରଭୁଙ୍କ ବାକ୍ୟ ଶ୍ରବଣ କରିବା, ଏଥି ନିମନ୍ତେ ଆପଣ ପ୍ରାର୍ଥନା ଈଶ୍ୱର କ୍ଷମା ଚାହେଁ, ମୁଁ ଭିଡିଓ ଅନ୍ କରିପାରୁନି। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟାଧିପତି ସଦା ପ୍ରଭୁ, ତୁମେ ମହାନ, ତୁମେ ମହାନ, ତୁମର ସେ କରୁଣା ଆମମାନଙ୍କ ପ୍ରତି ଶେଷ ହୁଏ ନାହିଁ। ତୁମେ ଦୟା ପରେ ଦୟା କରୁଛ, ଅନୁଗ୍ରହ ପରେ ଅନୁଗ୍ରହ କରୁଛ। ଆଜି ଏଇ ଶୁଭ ପ୍ରଭାତ ଦେଖିବା ପାଇଁ ଦେଇଛ ଏବଂ ପ୍ରଭୁ ଏକ ଦିନ ଆମମାନଙ୍କ ଜୀବନରେ ଯୋଡି ଅଛ, ତେଣୁ ତୁମର ସେ ପବିତ୍ର ନାମକୁ ଧନ୍ୟବାଦ ଦିଏ ପ୍ରଭୁ, ଧନ୍ୟବାଦ ଦିଏ। ତୁମେ ପ୍ରଭୁ ଅନୁଗ୍ରହକାରୀ, ତୁମେ ଦୟାକାରୀ। ଆମମାନେ ପ୍ରଭୁ ଜାଗତିକ ମନୁଷ୍ୟ ହେଇ ତୁମକୁ ଭୁଲିଗଲେ ମଧ୍ୟ, ତୁମକୁ ପାଶୋରି ଗଲେ ମଧ୍ୟ, ଜଗତ ସମସ୍ତ କାର୍ଯ୍ୟରେ ବ୍ୟସ୍ତତା ଥାଏ, ଆମମାନେ ପ୍ରଭୁ ତୁମକୁ ପାଶୋରି ଗଲେ ମଧ୍ୟ ତୁମେ ଆମକୁ ପାଶୋର ନା ପ୍ରଭୁ। ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସମୟରେ ପ୍ରଭୁ ଆମମାନଙ୍କୁ ତୁମେ ସ୍ମରଣ କରି ଆଣୁଅଛ। ହେ ପିତା, ଆମେ ଯେ ପ୍ରକାର ଯେତେ ବ୍ୟସ୍ତ ଥିଲେ ମଧ୍ୟ ତୁମକୁ ପ୍ରଥମ ସ୍ଥାନ ଦେବୁ, ଆମମାନଙ୍କ ଜୀବନରେ ସ୍ମରଣ କରିବୁ ଏବଂ ବିଶ୍ୱସ୍ତତାର ଜୀବନ କାଟିବୁ। ସେଥିପାଇଁ ଦୟା କର ପ୍ରଭୁ, ଦୟା କର। ଏତେବେଳେ ବିଶେଷ ପ୍ରାର୍ଥନା করে ପରିଚାଳନା କରୁଥିବା ତୁମ ଦାସଙ୍କୁ ତୁମ ପ୍ରଭୁ ହଉଅଛି, ତାଙ୍କୁ ଆଶୀର୍ବାଦ କର, ତାଙ୍କ ପରିବାର ପ୍ରତି ତୁମେ ସହାୟ ବର୍ତ୍ତିବ। ଏତେବେଳେ ବିଶେଷ ପ୍ରାର୍ଥନା করে ପ୍ରଭୁ ଶ୍ରେଷ୍ଠଙ୍କ ଦ୍ୱାରା ତୁମେ ପ୍ରଭୁ ଗୌରାନ୍ୱିତ, ପ୍ରଶଂସନିତ ହେଉଛ। ସୁନ୍ଦର ଆରାଧନା ଏବଂ ସୁନ୍ଦର ଗୀତ ଏବଂ ସୁନ୍ଦର କଣ୍ଠ ପ୍ରଭୁ ତାଙ୍କୁ ଆଜି ବ୍ୟବହାର କରିଦେଇଛ, କଣ୍ଠ ଦେଇ
ତେଣୁ ତୁମର ସେ ପବିତ୍ର ମହତ ନାମକୁ ଧନ୍ୟବାଦ ଦିଏ। এই ପ୍ରକାର ପ୍ରଭୁ ଅଫଲାଇନରେ ଅନଲାଇନରେ ବ୍ୟବହାର କରି ତାଙ୍କ ଦେଇ ଗୌରବାନ୍ୱିତ ପ୍ରଶଂସନିତ ହୁଅ ପିତା। ଯେତେ ଲୋକ ଆମେ ପ୍ରଭୁ ଉପସ୍ଥିତ ଅଛୁ ପ୍ରତ୍ୟେକ ପ୍ରଭୁ ସେ ଆରାଧନାରେ ପ୍ରଭୁ ଆଶୀର୍ବାଦ ଯୁକ୍ତ ଏବଂ ପ୍ରଭୁ ତୁମରୁ ପ୍ରଭୁ ଅନୁଭବ କରିବାକୁ ପାଇଛୁ। ତେଣୁ ତୁମର ପବିତ୍ର ମହତ ନାମକୁ ଧନ୍ୟବାଦ ଦିଏ। এই ପ୍ରକାର ପ୍ରଭୁ ତୁମେ ଆରାଧନା ମାଧ୍ୟମରେ ଗୌରବାନ୍ୱିତ ପ୍ରଶଂସନିତ ହୁଅ। ତାଙ୍କ ପରିବାର ପ୍ରତି, ତାଙ୍କ ପିଲାମାନଙ୍କ ପ୍ରତି, ତାଙ୍କ ସେବା କାର୍ଯ୍ୟ ପ୍ରତି ତୁମେ ବିଶେଷ ବିଶେଷ ଆଶୀର୍ବାଦ କର। ବିଶେଷ ପ୍ରାର୍ଥନା କରେ ପ୍ରଭୁ ଯେତେ ଲୋକ ପ୍ରଭୁ ଜଡ଼ିତ ହେଇଛୁ, ଯେ ପ୍ରକାର ପ୍ରଭୁ ଆମେ ସେ ଜୀବନ୍ତ ବାକ୍ୟ ଶୁଣିବୁ ଏବଂ ବ୍ୟକ୍ତିଗତ ଜୀବନକୁ ଏବଂ ପାରିବାରିକ ଜୀବନକୁ ସଜାଡ଼ି ସେଥିପାଇଁ ଦୟା କର। ବକ୍ତା ତୁମ ଦାସ ଅନ୍ୟାନ୍ୟ ହୋଷ୍ଟ ଆଜ୍ଞାଙ୍କୁ ବିଶେଷ ବିଶେଷ ଆଶୀର୍ବାଦ କର। ତାଙ୍କୁ ତୁମେ ସହାୟ ସବର୍ତ୍ତିବ। ତୁମର ସେ ପବିତ୍ର ଆତ୍ମାଙ୍କର ଶକ୍ତି ଦେଇ ପ୍ରଭୁ ତୁମେ ତାଙ୍କୁ ବ୍ୟବହାର କର। ହେ ପିତ ତାଙ୍କୁ ଆଜି ପର୍ଯ୍ୟନ୍ତ ତୁମ ସେବା କାର୍ଯ୍ୟରେ ବ୍ୟବହାର କରି ଆଣୁଅଛ। ଆଜି ମଧ୍ୟ ତୁମର ସେ ଶକ୍ତି ଦେଇ ପ୍ରଭୁ ତୁମେ ବ୍ୟବହାର କର। ତାଙ୍କୁ ପ୍ରଭୁ ତୁମେ ଅନେକ ମଣ୍ଡଳୀ ଏବଂ ଅନେକ ସଭା ସମିତିରେ ପ୍ରଭୁ ଏ ପ୍ରକାର ସୁନ୍ଦର ଭାବେ ବ୍ୟବହାର କରୁଅଛ। ଆଜି ଜୁମ୍ରେ ମଧ୍ୟ ତୁମର ବାକ୍ୟ ଦେବା ନିମନ୍ତେ ତୁମେ ବ୍ୟବହାର କରୁଥିବା ତୁମର ପବିତ୍ର ମହତ ନାମକୁ ଧନ୍ୟବାଦ ଦେ। ଯେତେ ଲୋକ ଆମେ ବସିଛୁ ସ୍ଥିରତାର ସହିତ ବସିବୁ, ଏକ ମନରେ ବସିବୁ ଏବଂ ସେ ଜୀବନ୍ତ ବାକ୍ୟ ଶୁଣି ଦୟା କର। ବକ୍ତାଙ୍କୁ ତୁମେ ପ୍ରଭୁ ଆଶୀର୍ବାଦ ଯୁକ୍ତ କରି ତୁମ ତାଙ୍କର ମୁଖାଗ୍ରେ ରହି ତାଙ୍କ ମୁଖରେ ରହି ପ୍ରଭୁ ସମସ୍ତ କଥା ପ୍ରକାଶ କର। ପ୍ରତ୍ୟେକ ଅନ୍ତରରେ ପ୍ରଭୁ ତା ଲିପିବଦ୍ଧ ହେବ ସେଥିପାଇଁ ଦୟା କର। ଯେତେ ଲୋକ ଜଡ଼ିତ ହେଇଛୁ, ଯେଉଁମାନେ ଲିଙ୍କ ପାଇ ପ୍ରଭୁ ଏ ପର୍ଯ୍ୟନ୍ତ ଜଡ଼ିତ ହେଇନାହାନ୍ତି ସେମାନଙ୍କ ପ୍ରତି ସହାୟ ସବର୍ତ୍ତି ମଧ୍ୟସ୍ଥି ପ୍ରାର୍ଥନା ଯେତେ ଲୋକ ପ୍ରାର୍ଥନା କରିଛନ୍ତି ଆଉ ଯେଉଁମାନେ ପ୍ରଭୁ ଏ ମଧ୍ୟସ୍ଥି ପ୍ରାର୍ଥନା ପ୍ରତି ପ୍ରଭାତ ଆସୁଛନ୍ତି ସେମାନଙ୍କର ପରିଶ୍ରମ ସକାଶେ ସେମାନଙ୍କ ସୁଖ ନିତା ତ୍ୟାଗ କରି ଯୋଉ ଆସୁଛନ୍ତି ସେମାନଙ୍କୁ ବିଶେଷ ଆଶୀର୍ବାଦ କର। ଗୌରବ ସମରମ ସ୍ତୁତି ବନ୍ଦନା ତୁମେ ପାଅ। ଜୀବନ୍ତ ଯୀଶୁ ପାଅ ତୁମର ଚନ୍ଦ୍ର ମାଗୁଛି। ଆମେନ୍। ଧନ୍ୟବାଦ ଆଜ୍ଞା, ଆପଣ ସମସ୍ତ ବିଷୟ ପ୍ରଭୁଙ୍କ ନିକଟରେ ଉତ୍ସର୍ଗ କରିଥିବାରୁ ପ୍ରଭୁ ଆପଣଙ୍କ ସେବା କାର୍ଯ୍ୟ ପ୍ରତି ଆଶୀର୍ବାଦ। ଆସନ୍ତୁ ଆମମାନଙ୍କର ବାକ୍ୟ ଶୁଣିବାର ସମୟ ହେଇଛି। ଆମେ ପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଯିବା। ଆଜି ଯୋଉ ପ୍ରଭୁଙ୍କ ଦାସଙ୍କୁ ମନୋନୀତ କରାଯାଇଛି ଆପଣମାନେ ସମସ୍ତେ ଜାଣନ୍ତି, ସେ ହେଉଛନ୍ତି ଆମମାନଙ୍କର କୈନନିଆ ଜୁମ୍ ମିଟିଂର ହୋଷ୍ଟ ଆମମାନଙ୍କର ବାଳକ ମିହିର ପାଣି। ଆଉ ପ୍ରଭୁ ଆମେ ସମସ୍ତେ ଜାଣୁ ତାଙ୍କ ପ୍ରଭୁ ବହୁତ ସୁନ୍ଦର ବ୍ୟବହାର କରୁଛନ୍ତି। ଓଡ଼ିଶାର ଅନେକ ଜାଗାରେ ପ୍ରଭୁ ବକ୍ତା ଭାବରେ ବ୍ୟବହାର କରୁଛନ୍ତି। ସେ ଗୋଟେ ଯୁବ ପାଳକ ଅଟନ୍ତି ଆଉ ପ୍ରଭୁଙ୍କ ପାଇଁ ଅନେକ ସମୟ ଦିଅନ୍ତି ବିଶେଷ କରି। ତେଣୁ ପ୍ରଭୁ ତାଙ୍କୁ ଆଜି ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି। ସେ ଆମେ ସମସ୍ତଙ୍କର ଅତି ପ୍ରିୟର ବନ୍ଧୁ ଅଟନ୍ତି, ମୋର ମଧ୍ୟ ଅତି ପ୍ରିୟ ବନ୍ଧୁ ଅଟନ୍ତି। ଆଉ ଆଜି ସେ ଆମମାନଙ୍କ ନିକଟରେ ବକ୍ତା ଭାବରେ ଉପସ୍ଥିତ ଅଛନ୍ତି। ଆଉ ସେ ପ୍ରତିଥର ଗୋଟେ ନୂଆ ନୂଆ ଥଟ୍ ନେଇକି ଆସନ୍ତି। ମୁଁ ଜାଣିଛି ଆଜି ବି ଗୋଟେ ନୂଆ ଥଟ୍ ନେଇକି ଆସିଥିବେ। ଆଉ ସେଥିପାଇଁ ପ୍ରଭୁ ତାଙ୍କୁ ବ୍ୟବହାର କରୁଛନ୍ତି। ତେଣୁ ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରିବି, ଆମମାନଙ୍କର ପ୍ରିୟ ଦାସ ଆମମାନଙ୍କର ମିହିର ପାଣି ବାଳକ ମିହିର ପାଣି ଭାଇ ସେ ସମ୍ମୁଖକୁ ଆସନ୍ତୁ। ଆମେ ସମସ୍ତେ କରତାଳେ ଦେଇ ପ୍ରଭୁଙ୍କ ଦାସଙ୍କୁ Praise the Lord. Praise the Lord, ଆଜ୍ଞା, praise the Lord. ପ୍ରଭୁଙ୍କର ମହାନ ଓ ପବିତ୍ର ନାମକୁ ମୁଁ ଧନ୍ୟବାଦ ଦଉଛି। ପ୍ରଭୁ ଅନୁଗ୍ରହ କରି ଏ ସୁନ୍ଦର ସକାଳ ଦେଲେ, ଏ ସୁନ୍ଦର ଦିନ ଦେଲେ। ଯଦ୍ୟପି ଏ ଦିନଟି ଦେଖିବା ପାଇଁ ଶାରୀରିକ ଭାବରେ କି କୌଣସି କ୍ଷେତ୍ରରେ ଯୋଗ୍ୟ ନୁହଁ, କିନ୍ତୁ ପ୍ରଭୁ ଆମମାନଙ୍କୁ ପ୍ରେମ ଦୟା ଅନୁଗ୍ରହ କରିକି ଦେଇଛନ୍ତି। ସେଥିପାଇଁ ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ଆଉ ସୁନ୍ଦର ସୁଯୋଗ ନିମନ୍ତେ ମୁଁ ବିଶେଷ ଧନ୍ୟବାଦ ଦଉଛି ଏମାନଙ୍କର ଟେଲ୍ ମିନିଷ୍ଟ୍ରିର ହୋଷ୍ଟ ମହାଶୟ ପିଟର ଆଜ୍ଞାଙ୍କୁ। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ସୋ ମଚ୍ ସାର୍ ଏ ସୁନ୍ଦର ସୁଯୋଗ ନିମନ୍ତେ। ପୁଣି ଆହ୍ୱାନ କରୁଥିବା ଆମ ବନ୍ଧୁଙ୍କ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦଉଛି। ଅତି ସୁନ୍ଦର କରିକି ଆହ୍ୱାନ କରୁଥିବା ସକାଶେ ଆରାଧନା ପାଇଁ ପ୍ରଭୁଙ୍କ ଗୌରବ ହଉ। ଭଉଣୀକୁ ମଧ୍ୟ ଧନ୍ୟବାଦ। ପ୍ରାର୍ଥନା କରୁଥିବା ପରିଚ୍ଛା ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ। ପୁଣି ଏ ସ୍ଥାନରେ ଯେତେ ସମସ୍ତେ ଅଛନ୍ତି ଚିହ୍ନା ଆଉ ଯାହାକୁ ମୁଁ ଚିହ୍ନିନି, ପ୍ରତ୍ୟେକଙ୍କ ଉପସ୍ଥିତି ଖ୍ରୀଷ୍ଟଙ୍କ ଠାରେ ଆଉ ମୋ ନିମନ୍ତେ ଅତି ବହୁମୂଲ୍ୟ ଅଟେ। ପ୍ରଭୁ ସମସ୍ତଙ୍କୁ ଦେଇକି ଗୌରବ ପାଆନ୍ତୁ। ଆମେନ୍, ହାଲେଲୁୟା। ଆପଣମାନେ ଉଠି ଗଲେ, ପୁରା ଏନ୍ଜୟ କରିକି ଆସିଲେ।
ମୁଁ ବି ଯିବି ଭାବିଥିଲି କିନ୍ତୁ ଅଫିସର ମିଟିଂ ଆମର ସେଇ ଟାଇମରେ ହିଁ ପଡିଗଲା। ନାଇଁ ତ ମୁଁ ଓଟି ଦେଖିନି, ଏଇ ସମୟରେ ହିଁ ଦେଖିବାର ଇଚ୍ଛା ଥିଲା। ଯାହା ବି ହଉ ପ୍ରଭୁ ଆପଣମାନେ ଏନ୍ଜୟ କରିଛନ୍ତି, ପ୍ରଭୁ ତା ଦେଇକି ଗୌରବ ପାଆନ୍ତୁ। ତ ପ୍ରାୟ 2 ମାସ ତଳେ ଆମମାନଙ୍କର ସେ ପ୍ରୋଗ୍ରାମ ପୂର୍ବରୁ ଆମମାନଙ୍କର ପିଟର ଆଜ୍ଞା ମତେ କହିଥିଲେ ବାକ୍ୟ ଦବା ପାଇଁ, କିନ୍ତୁ ମୁଁ ବ୍ୟସ୍ତ ଥିବା ସକାଶେ ମନା କରିଦେଇଥିଲି। ଆଉ ଏଇଥର ଆସିବାକୁ ପଡ଼ିଲା। କିନ୍ତୁ ସେଇ ସମୟରେ ଯେତେବେଳେ କହିଲେ ଗୋଟେ ଚିନ୍ତାଧାରା ମୋ ମନକୁ ଆସିଥିଲା, ଆଉ ବିଶେଷ କରିକି ସେପ୍ଟେମ୍ବର ମାସକୁ ନେଇକି। ଆଉ ସେଇ ଚିନ୍ତାଧାରାକୁ ମୁଁ ରଖିଥିଲି, ଆମ କଇନୋନିଆରେ ପ୍ରଚାର କରିବି କହିଥିଲି, କିନ୍ତୁ ଅନ୍ୟ ବାକ୍ୟ ଗୁଡାକ ଦେଲି, କିନ୍ତୁ ଏଇଟା ଦେଇନଥିଲି। କାରଣ ଏଇଟା ବୋଧେ ରିଏଲ ମିନିଷ୍ଟ୍ରି ପାଇଁ ଥିଲା, ତେଣୁ କରିକି ଆଉ ଏଇଠି ଦେଇ ହଉଛି, ତାପରେ କଇନୋନିଆରେ ମଧ୍ୟ ଦବା। ଇଭେନ୍ ଆମମାନଙ୍କର ଭାଇରଙ୍କ ସହିତ ମାନେ ଟିକେ ସେୟାର କରିଥିଲି ଏ ଚିନ୍ତାଧାରାକୁ। 28 ତାରିଖ ଯୋଉ ବାତ୍ୟା ହେଇଥିଲା ତାର ନାମ କଣ ଟିକେ କହିବେ କି କିଏ? ମନ୍ଥା। ମନ୍ଥା ବୋଲି। ଓକେ। ମେନ୍ଥା। ତ ଓକେ, ମନ୍ଥା। ତ ଅନେକ ଏ ପ୍ରକାର ବାତ୍ୟା ଗୁଡାକ ହେଇଛି ଆଉ ନାମ ଗୁଡାକ ଦିଆଯାଇଛି। ତ ଯେବେ ଏ ପ୍ରକାର ବାତ୍ୟା ଗୁଡାକ ହୁଏ, ଇଭେନ୍ କୌଣସି ଜାଗାରେ ଭୂମିକମ୍ପ ହୁଏ, ଦେଶ ଦେଶ ମଧ୍ୟରେ ଆଉ ଝଗଡା ହୁଏ ବା ଯୁଦ୍ଧ ହୁଏ, ସେ ସମୟରେ ଗୋଟିଏ କଥା ଲୋକମାନେ କହନ୍ତି ଯେ ମାଡି ଆସୁଛି ଭୟଙ୍କର ଦିନ। ବିଗତ ଦିନ ମାନଙ୍କ ଗୋଟେ ଫେମସ ଗୀତ, ଇଭେନ୍ ଟୁଡେ ଆଲସୋ ସେ ଗୀତ ରାନ୍ ହଉଛି ଯେ ମାଡି ଆସୁଛି ଭୟଙ୍କର ଦିନ। ଏ ପ୍ରକାର ବିଷୟକୁ ଦେଖିବା କ୍ଷଣି ହିଁ ଲୋକେ କହନ୍ତି ଯୀଶୁ ଆସୁଛନ୍ତି, ରାପଚର ହବାକୁ ଯାଉଛି। ଅନେକ ପ୍ରଚାର ଗୁଡାକ ମାନେ ଆଉ ଦେଖିଥାଉ, କିନ୍ତୁ ଏବେ ପର୍ଯ୍ୟନ୍ତ ଯୀଶୁ ଆସିନାହାନ୍ତି। ଆଗକୁ ମଧ୍ୟ ଯେବେ କହିବେ ତେବେ ମଧ୍ୟ ଆସି ନ ପାରନ୍ତି। କିନ୍ତୁ ଏହା ସତ୍ୟ ଅଟେ ମୋ ପ୍ରିୟମାନେ, ଏକ ସମୟ ନିର୍ଦ୍ଧାରିତ ହେଇଛି ଯେ ସମୟରେ ସେ ଆସିବେ। ପ୍ରେଜ୍ ଦ ଲର୍ଡ। କିନ୍ତୁ ପ୍ରଶ୍ନ ହଉଛି ସେ ସମୟ ନିମନ୍ତେ, ଯୋଉ ସମୟରେ ସେ ଆସିବେ, ସେ ସମୟ ନିମନ୍ତେ ଆମେ ପ୍ରସ୍ତୁତ କି? ସେ ସମୟ ନିମନ୍ତେ ଆମେ ପ୍ରସ୍ତୁତ କି? ଯେ ପ୍ରକାର ବାକ୍ୟରେ ଲେଖା ଅଛି, ସେ ଦିନ ଆଉ ଦଣ୍ଡ ପାଇଁ ଆମେ ପ୍ରସ୍ତୁତ କି? ଯଦି ଆମେ ପ୍ରସ୍ତୁତ, ତେବେ ହିଁ ଯୋଉ ରାପଚର ନିମନ୍ତେ ଆମେ ଅପେକ୍ଷା କରିଛୁ, ସେ ରାପଚରରେ ମଧ୍ୟ ଆକାଶରେ ଆମେ ପ୍ରବେଶ କରିବା। ମୁଁ ଚାହିଁବି ପ୍ରତ୍ୟେକ ପ୍ରତି ସମୟରେ ପ୍ରସ୍ତୁତ ଥାଆନ୍ତୁ। ଯେକୌଣସି ସମୟରେ ମଧ୍ୟ ରାପଚର ହେଲା, ଆମେ ଆଉ ପ୍ରବେଶ କରିବା। ପ୍ରେଜ୍ ଦ ଲର୍ଡ। ଏକ ଅଂଶ ମାନେ ଦେଖିବା ମାଥ୍ୟୁ ତାର 24-36 ପଦ। କେହି ଜଣେ ପଢନ୍ତୁ। କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି। ଓକେ, ଏଇ ଯୋଉ ଦଣ୍ଡ ଆଉ ଏଇ ଯୋଉ ଦିନ ଆଉ ଦଣ୍ଡ, ଦିନ ଆଉ ସମୟ କଥା ଲେଖା ହେଇଛି। ସେ ଦିନ ଆଉ ସମୟକୁ ନେଇକି ଅନେକ ଲୋକମାନେ ମତଦାନ କରିଛନ୍ତି। ବିଶେଷ କରିକି 2025 ଆଉ ବିଶେଷ କରିକି ସେପ୍ଟେମ୍ବର ମାସକୁ ନେଇକି। ସେପ୍ଟେମ୍ବର ମାସରେ ବିଶେଷ କରିକି ଏକ ପ୍ରେଡିକ୍ସନ ଥିଲା ଯେ ରାପଚର ହବାକୁ ଯାଉଛି। ମୁଁ କେତେଟା ତଥ୍ୟ ସଂଗ୍ରହ କରିକି ଆଣିଛି, ସେଇଟା ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବି। ପ୍ରଥମ ବିଷୟ, ଏ ପ୍ରକାର ମତ ଆସିଛି ଯେ ସେପ୍ଟେମ୍ବର ମାସ 23 ତାରିଖ ଗତ ହେଇଯାଇଛି, ତଥାପି ଏଇଟା 2 ମାସ ପୂର୍ବରୁ ଥଟ୍ ଥିଲା, ତ ତେଣୁ କରି ଆପଣମାନଙ୍କ ସମ୍ମୁଖ ରଖିବା ପାଇଁ ଚାହେଁ। ସେପ୍ଟେମ୍ବର ମାସ 23 ତାରିଖ ଜିହୁଦୀ ମାନଙ୍କ ନିମନ୍ତେ ଏକ ପର୍ବର ଦିନ, ଯାହାକି ବିବ୍ଲିକାଲ ପର୍ବ ଅଛି। ଲେବି ତାର 23 ପର୍ବର 23 ଠାରୁ 25 ପଦ ପର୍ଯ୍ୟନ୍ତ ପଢନ୍ତୁ। ଓକେ, ତ ସେଇଟା ତୁରୀର ପର୍ବ। ନାଇଁ ଆମେ ସମୟ ନବା ନାହିଁ, ପଢିକି ଲେଟ୍ ହବ, ତେଣୁ କରିକି ତାହା ତୁରୀର ପର୍ବ। ଏହା ବିବ୍ଲିକାଲ ହୋଲିଡେ ମଧ୍ୟ ବୋଲି କୁହାଯାଏ, ଏକ ରେଷ୍ଟର ଦିନ ଅଟେ। ତ
एव्री भाषा रे रोसाना बोली कि से सब माने से पर्वर नामटा को दिया जाइछि रोसाना जहाँकि तुरी ध्वनि सहित जोड़ित अटे एक होलीडे अटे ଆଉ ରୋସାନା ପର୍ବ ସେପ୍ଟେମ୍ବର 23 ତାରିଖରେ ଥିଲା ଜିହୁଦୀ ମାନଙ୍କର ଯାହାକୁ କି ରୋସାନା ତୁରି ଧ୍ୱନିର ପର୍ବ ଅଟେ ତାଙ୍କୁ କୁହାଗଲା ଯେ ଏଇଟା ଶେଷ ପର୍ବ ହବ ବୋଲିକି ପ୍ରଥମ କରିନ୍ତୀୟ 15:52 କେଇ ଜଣେ ପଢନ୍ତୁ ସେ ପଦ ଓକେ କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରି ଧ୍ୱନିରେ ଓକେ ଆମ୍ଭେମାନେ ଶେଷ ତୁରି ବାସ୍ ଥ୍ୟାଙ୍କ ୟୁ ଏତିକି ତ ଯୋଉ ଲେବି ପୁସ୍ତକରେ ତୁରି ଧ୍ୱନିର ପର୍ବ ଏଇଟାକୁ ଏ ସହିତ ଯୋଗ କରାଗଲା କୋଉ ସହିତ ପ୍ରଥମ କରନ୍ତି 15:52 ସହିତ ଯେ ଏଇଟା ଶେଷ ତୁରି ଆଉ କୌଣସି ପର୍ବ ନଥିବ ଏ ପ୍ରକାର ଚିନ୍ତାଧାରା ଆସିଥିଲା ଏକ ସମୟରେ ଯୋଉ କଥା ଲେଖା ଅଛି ଏଟା ସେଇ ସମୟ ପାର୍ଟିକୁଲାର ସମୟ ଯୋଉଟା କି ସେପ୍ଟେମ୍ବର 23 ରୋସାନା ଜିହୁଦୀ ମାନଙ୍କର ଏକ ପର୍ବ ଯାହାକି ଏକ ଲିଭ୍ ଡେ ଅଛି ହୋଲିଡେ ଆଉ ସେଇଦିନ ଆଉ ଯୀଶୁ ଖ୍ରୀଷ୍ଟ ଆସିବେ ଏ ପ୍ରକାର ଚିନ୍ତାଧାରା ଅନେକଙ୍କ ଦେଇକି ଆସିଲା ମୋ ପ୍ରିୟ ମାନେ ଏହା ନୂତନ ଚନ୍ଦ୍ରର ପ୍ରଥମ ଦୃଶ୍ୟ ଆରମ୍ଭ ହୁଏ ସେଇ ଦିନରେ ରୋସାନା ଦିନରେ ପର୍ଯ୍ୟବେକ୍ଷଣ ମାନଙ୍କୁ ସତର୍କ କରିବାକୁ ବାଧ୍ୟ କରେ ବୋଲି ମଧ୍ୟ ଲେଖା ଅଛି ମାତ୍ୟ 24:36 ସହିତ ସେ କାଳ ବା ସେଇ ଦିନ ସହିତ ୟାକୁ ସଂଯୋଗ କରାଯାଇଥିଲା 22 ରୁ 25 ତାରିଖ ପର୍ଯ୍ୟନ୍ତ ରୋସାନା ଥିଲା ହୁଏତ ଯୀଶୁ ଆସିବେ ଯେମିତି ପୂର୍ବରେ ନିସ୍ତାର ପର୍ବ ଖାସ କରିକି ଆଉ ଗୋଟିଏ ପଏଣ୍ଟ ଟୁ ବି ନୋଟେଡ୍ ଯୀଶୁଙ୍କ ସମୟରେ ଯୀଶୁଙ୍କ ଜୀବନ ମଧ୍ୟରେ କେତେକ ଘଟଣା ଘଟିଛି ବିଶେଷ କରିକି ନିସ୍ତାର ପର୍ବ ଦିନ ଯୀଶୁ କ୍ରୁଶବିଦ୍ଧ ହେଇଛନ୍ତି ତା ସହିତ ହେଇଛନ୍ତି ତାପରେ ପେଣ୍ଟିକଷ୍ଟ ଦିନରେ ହୋଲି ସ୍ପିରିଟ ଆସିଛି ତେଣୁ କରିକି ଏଇ ରୋସାନା ପର୍ବରେ ଯୀଶୁ ଆସିବେ ଏଇଟା ମତ ଦିଆଯାଇଥିଲା ଆଉ ଏକ ବିଷୟ ଯାହାକି ନ୍ୟୁମରୋଲୋଜି ଯାହାକି ସଂଖ୍ୟା ମାନଙ୍କ ର ନିଗୁଡ ତାତ୍ପର୍ଯ୍ୟକୁ ନେଇକି କୁହାଯାଇଥିଲା ଆଉ ହେବ୍ରୁ ଜେମାଟ୍ରିଆ ଯେଉଁଥିରେ କି ଫିଷ୍ଟ ଅଫ ଟ୍ରମ୍ପେଟ ବୋଲି ଲେଖା ହେଇଛି ତୁରି ଧ୍ୱନିର ପର୍ବ ବୋଲି ଲେଖା ହେଇଛି ହେବ୍ରୁ ଜେମାଟ୍ରିଆରେ ଆଉ ତାର ସଂଖ୍ୟା ହଉଛି 923 ଅର୍ଥାତ 923 ତାର ଅର୍ଥ ହେଲା ସେପ୍ଟେମ୍ବର ମାସ ହଉଛି 9 ତାପରେ 23 ତାରିଖ ଏ ସଂଖ୍ୟାକୁ ନେଇକି ମଧ୍ୟ ଏକ ଚିନ୍ତାଧାରା ଆସିଥିଲା ଯେ ସେପ୍ଟେମ୍ବର 23 ତାରିଖରେ ଯୀଶୁ ଆସିବେ ଅନେକ ଜ୍ୟୋତିର୍ବିଜ୍ଞ ମାନେ ମଧ୍ୟ କହିଛନ୍ତି ଲୁକ 21:25 କୁ ନେଇକି ସୂର୍ଯ୍ୟ ଚନ୍ଦ୍ର ତାରା ମାନଙ୍କର ଚିହ୍ନ ଗୁଡିକ ଲେଖା ଅଛି ଲୁକ 21:25 ରେ ସେପ୍ଟେମ୍ବର ମାସରେ ଅନେକ ସୂଚନା ମିଳିଛି ବିଶେଷ କରିକି ଯଦି 7 ଆଉ 8 ତାରିଖକୁ ଦେଖିବା ତାହେଲେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଯାହାକି ରକ୍ତ ଚନ୍ଦ୍ର ବୋଲି କୁହାଯାଏ ସେପ୍ଟେମ୍ବର 21 ରେ ବଳିକାରୀ ସୂର୍ଯ୍ୟ ଗ୍ରହଣ ଥିଲା ଆଉ ସେପ୍ଟେମ୍ବର 23 ରେ ଧୂପକେତୁ କନ୍ୟା ନକ୍ଷତ୍ରରେ ମିଳିତ ହେବାର ବିଷୟକୁ ମିଳିତ ହେବାର ବିଷୟ ଆସିଥିଲା ଆକାଶରେ ଦୃଶ୍ୟମାନ ହେଇଥିଲା ଯେ ଧୂପକେତୁ ଆଉ କନ୍ୟା ନକ୍ଷତ୍ରରେ ମିଳିତ ହେଇଛି ୟାକୁ ଆଉ ପ୍ରକାଶିତ ବାକ୍ୟ 12ର ଚିହ୍ନ ଯାହାକି ଏକ ନାରୀ ତାଙ୍କର ଗୋଟେ ପୁତ୍ର ତାଙ୍କ ପଛରେ ଆଉ ଡ୍ରାଗନ ଫଲୋ କରୁଛି ବା ତାଙ୍କୁ ମାରିବା ପାଇଁ ବୋଲିକି ଚେଷ୍ଟା କରୁଛି ସେ ସହିତ ସମ୍ପର୍କ କରାଗଲା ଅର୍ଥାତ ଆକାଶରେ ଏକ ନାରୀ ଛୁଆ ସହିତ ଦେଖାଯିବ ଆଉ ତାଙ୍କୁ ୟା ସହିତ ଆଉ ପ୍ରକାଶିତ ବାକ୍ୟ ତାର 12 ପର୍ବ ସହିତ ଯୋଡ଼ିତ କରାଯାଇଥିଲା
2017 ସେପ୍ଟେମ୍ବର 23 ରେ ମଧ୍ୟ ଏଇ ଘଟଣାକୁ ରଖାଯାଇଥିଲା। 2017 ସେପ୍ଟେମ୍ବର 23 ରେ ମଧ୍ୟ ଏଇ ଘଟଣାକୁ ରଖାଯାଇଥିଲା, କିନ୍ତୁ ତାହା ଘଟି ନଥିଲା। ମାଥିଉ 24:8 କୁ ନେଇକି ଏଇ ଘଟଣା ଅର୍ଥାତ ମାନେ ଆକାଶରେ ସେଇ ଯୋଉ ଆକାଶରେ ଯୋଉ ଧୂପକେତୁର କଥା ଦେଖା ଯାଇଥିଲା, ଆଉ ସେଇଠି ଯୀଶୁଙ୍କର ରାପଚର ହବ, ଏଇଟା ପ୍ରସମ ବେଦନାର ଆରମ୍ଭ ବୋଲିକି ସେ ଜାଗାରେ ରଖାଇଥିଲା, କିନ୍ତୁ ଆଉ ସେପ୍ଟେମ୍ବର 23, 2017 ଘଟି ନଥିଲା। କିନ୍ତୁ ଏଇ ବର୍ଷ ନିଶ୍ଚିତ ଭାବରେ ଘଟିବ ବୋଲିକି ଲୋକମାନେ ମତଦାନ କରିଥିଲେ। ଅନେକ ଲୋକମାନେ ପ୍ରେଡିକ୍ସନ ଦେଇଥିଲେ। ଯଦି 19th ସେଞ୍ଚୁରୀକୁ ଦେଖିବା ତାହେଲେ ବିଲିୟମ ମିଲେର ବୋଲିକି ଅକ୍ଟୋବର 22, 1844 ରେ ସେ କହିଥିଲେ ଯେ ଯୀଶୁ ଆସିବେ। ହେରୋଲ୍ଡ କ୍ୟାମ୍ପିଂ ବୋଲିକି ଜଣେ ବ୍ୟକ୍ତି ଯିଏକି ରେଡିଓ ଇଭାଞ୍ଜେଲିଷ୍ଟ, ସେ ମଧ୍ୟ କହିଥିଲେ ଯେ 2011 ମେ ମାସ 21 ତାରିଖରେ ଯୀଶୁ ଆସିବେ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଆଉ ଗୋଟେ ଡେଟ୍ ସେ ଦେଇଥିଲେ ଯେ ଅକ୍ଟୋବର 21, 2011 ଆଉ ଯୀଶୁ ଆସିବେ କହିକି, କିନ୍ତୁ ଏଇ ସମସ୍ତ ଦିନରେ ଯୀଶୁ ଆସି ନଥିଲେ। ଡାଭିଡ ମିଲଲେ ଜଣେ ବ୍ୟକ୍ତି ଯିଏକି ସେପ୍ଟେମ୍ବର 23, 2017 କୁ ବେଷ୍ଟ କରିକି ସେ କହିଥିଲେ ଯୀଶୁ ମାନେ ଆଷ୍ଟ୍ରୋଲୋଜିକାଲ ଥିଓରିକୁ ନେଇକି ସେ କହିଥିଲେ ଯେ ଯୀଶୁ ଆସିବେ କହିକି। 2025 ରେ ବହୁତ ଆସିଲା ଏ ପ୍ରକାର କଥା ଗୁଡାକ। ଆମେ ଏପଟ ଆରାଧନା କରୁଛୁ, କିନ୍ତୁ ଯଦି ୟୁଏସଏ ଆଉ ସେପଟ ଆପଣ ମାନେ ୟୁଟ୍ୟୁବ ଗୁଡାକ ଦେଖିବେ ତାହେଲେ ସେପଟ ଏଇ ସବୁ ଚର୍ଚ୍ଚା ଗୁଡାକ ଚାଲିଥିଲା ସେଇ ସମୟରେ। ବାକ୍ୟକୁ ମୁଁ ବି ପ୍ରସ୍ତୁତ କରୁଥିଲି। ବିଶେଷ କରି ଗୋଟେ ଯୋଶୁଆ ନାମକ ବ୍ୟକ୍ତି ସେ ୟୁଟ୍ୟୁବ ଚ୍ୟାନେଲକୁ ଆସିକି କହୁଛି ଯେ ମୁଁ ଦର୍ଶନ ଦେଖିଛି, ଆଉ 2025 ସେପ୍ଟେମ୍ବର 23 କି 24 ରେ ଆଉ ଯୀଶୁ ଆସିବେ। ଆମର ଇଣ୍ଡିଆନ ଲୋକମାନେ ମଧ୍ୟ ତାଙ୍କରି ପଛରେ ଚାଲିଥିଲେ। ବିଶେଷ କରିକି ମୋର ୱାଇଫ ବନ୍ଦନାର ଗୋଟିଏ ସାଙ୍ଗ ଅଛି, ସେ ତ ବାରମ୍ବାର ମତେ ମେସେଜ କରୁଥିଲା ଯେ 2025 ଆଉ ସେପ୍ଟେମ୍ବର 23 ରେ ଯୀଶୁ ଆସିବେ କହିକି। ଗୋଟେ ପୋଷ୍ଟ, ଫେସବୁକ ପୋଷ୍ଟ ଗୋଟେ ଜୋଏଲ ହେଲଡେନ ବୋଲିକି ଜଣେ ଫେସବୁକ ପୋଷ୍ଟ କରିଥିଲା 2023 କୁ ନେଇକି। ଆଉ ସେଇଟା କୋଉଥିପାଇଁ? 7 ସଂଖ୍ୟାକୁ ନେଇକି, 7 ସଂଖ୍ୟା କୁ ନେଇକି ସେ ପୋଷ୍ଟ କରୁଥିଲେ। ଆଉ 6ଠ ଦିନ ପର୍ଯ୍ୟନ୍ତ ଯୀଶୁ କାର୍ଯ୍ୟ କରିଛନ୍ତି, ଆଉ 7ମ ଦିନରେ ଯୀଶୁ ବିଶ୍ରାମ କରିଛନ୍ତି। ତେଣୁ କରିକି ଆଉ ସେ କହିଥିଲେ ଯେ 7ମ ଦିନ ବିଶ୍ରାମର ଦିନ ହବ କହିକି। ଆଉ ଗୀତ ସଂହିତା 90:4, 2 ପିତର 3:8 ଅନୁସାରେ ଆଉ ଏକ ଦିନ 1000 ବର୍ଷ ତୁଲ୍ୟ। ତେବେ এই ପ୍ରକାର ସେ କାଉଣ୍ଟ କରିଥିଲେ ଯେ ଆଦମଙ୍କ ଠାରୁ ଅବ୍ରାହ୍ମଙ୍କ ପର୍ଯ୍ୟନ୍ତ 2000 ବର୍ଷ, ପୁଣି ଅବ୍ରାହ୍ମଙ୍କ ଠାରୁ ଆଉ ଯୀଶୁଙ୍କ ପର୍ଯ୍ୟନ୍ତ 2000 ବର୍ଷ। କିନ୍ତୁ ଯୀଶୁ ଖ୍ରୀଷ୍ଟ 32 AD ରେ ମୃତ୍ୟୁବରଣ କରିଥିଲେ। ତେଣୁ କରିକି ଆଉ 32 ରେ ସେ ଆସିବେ, କିନ୍ତୁ ତା ପୂର୍ବରୁ ପ୍ରି ଟ୍ରିବୁଲେସନ ର ଥିଓରି ତାଙ୍କ ପାଖରେ ଥିବା ସତ୍ତ୍ୱେ, ଅର୍ଥାତ ରାପଚର ଟ୍ରିବୁଲେସନ ପୂର୍ବରୁ ହବ ବୋଲିକି ତାଙ୍କର ଚିନ୍ତାଧାରା ଥିବା ସକାଶେ ସେ କହନ୍ତି ଯେ 7 ବର୍ଷ ରାପଚର ହବ। ତେଣୁ କରିକି 32 ରୁ ଯଦି 7 ମାଇନସ କରିବା କହିଲେ 25। ତାର ଅର୍ଥ 2025 ରେ ଯୀଶୁ ନିଶ୍ଚିତ ଭାବରେ ଆସିବେ। ଆଉ ସେପ୍ଟେମ୍ବର 23 ତାରିଖକୁ ସେ ମଧ୍ୟ ଇଣ୍ଡିକେଟ କରିଥିଲେ ମୋ ପ୍ରିୟ ମାନେ। ଏ ପ୍ରକାର ଅନେକ ତଥ୍ୟ ଗୁଡାକ ଆଉ ଲୋକମାନେ କହିଥିଲେ ଯେ ଯୀଶୁ ଆସିବେ କହିକି। ଆଉ ଯଦି ଆମେ ଦେଖିବା ଆଉ ଗୋଟିଏ ଲୁକ 2 ପର୍ବର 36 ରୁ 38 ପର୍ଯ୍ୟନ୍ତ, ହାନା ନାମ୍ନୀ ଗୋଟିଏ କୁମାରୀ ଅବସ୍ଥା ପରେ ସେ ବାହା ହଉଛନ୍ତି। ଆଉ 7 ବର୍ଷ ପରେ ସେ ବିଧବା ହେଇଗଲା, ଆଉ 84 ବର୍ଷ ପର୍ଯ୍ୟନ୍ତ ସେ ବିଧବା ଅବସ୍ଥାରେ ଥିଲେ। ଆଉ ଯୀଶୁଙ୍କୁ ଦେଖିବା ଅର୍ଥାତ ଗୌରବମୟ ବ୍ୟକ୍ତିଙ୍କ ଅପେକ୍ଷାରେ ସେ ଥିଲେ। ତାପରେ 84 ବର୍ଷ ପୂର୍ବରୁ ସେ ଦେଖୁଛନ୍ତି। ତା ସହିତ କାହା ସହିତ ସେମାନେ ରିଲେଟ କରୁଥିଲେ ଯେ ଇସ୍ରାଏଲ ରିଏଷ୍ଟାବ୍ଲିଶ ହେଲେ 1948 ମସିହାରେ। ଆଉ ବର୍ତ୍ତମାନ 77 ବର୍ଷ ହେଇଛି, 48 ପରେ 77 ବର୍ଷ, ତାପରେ 84 ବର୍ଷ ସେ ପୁନର୍ବାର ଆଉ ତାଙ୍କର ରାଜ୍ୟକୁ ସ୍ଥାପନ କରିବା ନିମନ୍ତେ ଆସିବେ। ତେବେ ଯଦି 84 ରୁ 7 ମାଇନସ କଲେ 25, ମାନେ 77 ମାଇନସ କଲେ ଆଉ ସେଇଟା କଣ ହଉଛି 2000
25 ହଉଛି ଏ ପ୍ରକାର ଚିନ୍ତାଧାରା। ତା ସହିତ ଆଉ ଗୋଟେ ଆମେ ଦେଖିବା ଯେ ସେପ୍ଟେମ୍ବର 23 ରୁ 25 ପର୍ଯ୍ୟନ୍ତ ୟୁଏନ ଏକତ୍ରୀକରଣ ତାଙ୍କୁ ଆଉ ଡାନିଏଲ 9:27 କୁ ନେଇକି କୁହାଯାଇଥିଲା ଯେ ରାଜା ମାନେ ଏକତ୍ରିତ ହେବେ ଆଉ ସେଇଟା ଆଣ୍ଟି ଖ୍ରାଇଷ୍ଟ କଣ ହବ ଆଉ ଉତ୍ପନ୍ନ ହବ। ଏ ପ୍ରକାର ଚିନ୍ତାଧାରା ଆସିଥିଲା ମୋ ପ୍ରିୟ ମାନେ। ତା ସହିତ ଯେ ପ୍ରକାର କି ମୁଁ ପ୍ରଥମ ଥର କହିଲି ଯେ ସମସ୍ତ ବାତ୍ୟା ଗୁଡିକୁ ନେଇକି ଆଉ ଯୁଦ୍ଧ ଗୁଡାକକୁ ନେଇକି ଆଉ ଲୋକେ ପ୍ରେଡିକ୍ଟ କରନ୍ତି ଯେ ଯୀଶୁ ଆସୁଛନ୍ତି। ଏଇ ସମସ୍ତ ପ୍ରେଡିକ୍ସନ ଗୁଡାକ ବିଗତ ଦିନ ମାନଙ୍କରେ ଘଟିଛି ଯେ ଏଇ ସମସ୍ତ ତଥ୍ୟ ନେଇକି ସେମାନେ ରଖିଛନ୍ତି ଆଉ କହିଛନ୍ତି ଯେ ଯୀଶୁ ଆସିବେ କହିକି, କିନ୍ତୁ ଆସିନାହାନ୍ତି। କାରଣ ପ୍ରଥମ ପଦରେ ଆମେ ଦେଖିଲୁ ସେ ଦିନ କି ଦଣ୍ଡ କେହି ଜାଣନ୍ତି ନାହିଁ। ସେ ଦିନ କି ଦଣ୍ଡ କେହି ଜାଣନ୍ତି ନାହିଁ। ଏଇ ପଦକୁ ବୁଝିବା ପାଇଁ ଆମେ ଅଲଗା ପଦ ଗୁଡାକୁ ଯଦି ପଢିବା ତାର 24:3 ଅର୍ଥାତ ମାଥିଓ 24:3 ପଦ, 29 ରୁ 35 ପଦ, ଇଭେନ ରେଭେଲେସନ ଯଦି ଆମେ 19 ରୁ 11 ରୁ 15 ପଦ ପର୍ଯ୍ୟନ୍ତ ଯଦି ପଢିବା ତାହେଲେ ଯୀଶୁ ଖ୍ରୀଷ୍ଟଙ୍କର ଦ୍ଵିତୀୟ ଆଗମନ କଥା ଉଲ୍ଲେଖ ଅଛି। ବିଶେଷ କରି ସେ ମାଥିଓ ପୁସ୍ତକରେ ଯୀଶୁ ଦ୍ଵିତୀୟ ଆଗମନ ବିଷୟରେ ଆଉ ସେ ଶିଷ୍ୟ ମାନଙ୍କ ସହିତ କଥୋପକଥନ କରୁଛନ୍ତି। ଆଉ ସେଇ ପରିପ୍ରେକ୍ଷୀରେ ଏଇ ପଦରେ ମଧ୍ୟ ଯାକି 36 ପଦରେ ସେ କହନ୍ତି ଯେ ଏଇ ଦିନ କି ଦଣ୍ଡ ସ୍ୱର୍ଗୀୟ ଦୂତ ମାନେ କି ଇଭେନ ପୁତ୍ର ମଧ୍ୟ ଜାଣନ୍ତି ନାହିଁ ବୋଲିକି। କେତେକ ଲୋକମାନେ କହନ୍ତି ଯେ ପୁତ୍ର ମଧ୍ୟ ଜାଣନ୍ତି ନାହିଁ। ତାର ଅର୍ଥ ହେଲା ଯଦି ସେ ଜାଣନ୍ତି ନାହିଁ ବୋଲିକି କହୁଛନ୍ତି ତାହେଲେ ସେ 100% ଈଶ୍ୱର ନଥିବେ, ସେ ଜଣେ ମନୁଷ୍ୟ ଥିବେ। ତେଣୁ କରିକି କିଛି ଲୋକ କହନ୍ତି ଯେ ଯୀଶୁ ଖ୍ରୀଷ୍ଟ ପିତାଙ୍କର ପୁତ୍ର ହେଇକି ବାଧ୍ୟ ହେଇକି ପିତାଙ୍କର ସମସ୍ତ ନିର୍ଦ୍ଦେଶ ନିଜକୁ ସମର୍ପଣ କରିକି ପାଳନ କରିକି ଆସୁଥିଲେ। ତେଣୁ କରିକି ସେ କହିଲେ ପିତାଙ୍କୁ ଉଚ୍ଚରେ ରଖିକି ଯେ ପୁତ୍ର ମଧ୍ୟ ଜାଣନ୍ତି ନାହିଁ ବୋଲିକି, ଯାହାକି ଆମେ ଆଉ ଫିଲିପିଓ ପୁସ୍ତକରେ ଆମେ ଦେଖୁଛୁ ଯେ ଯୀଶୁ ଖ୍ରୀଷ୍ଟ ଆଉ କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ସେ ବାଧ୍ୟ ହେଇଛନ୍ତି। ତ ପିତାଙ୍କୁ ଉଚ୍ଚରେ ରଖିବା ନିମନ୍ତେ ସେ ଏହା କହନ୍ତି ଯେ ପୁତ୍ର ମଧ୍ୟ ଜାଣନ୍ତି ନାହିଁ ବୋଲିକି। ତାଙ୍କର ମନୁଷ୍ୟତ୍ୱ ଷ୍ଟେଜ ଏକ ଓବିଡିଏନ୍ସ ଷ୍ଟେଜ, ଏକ ଉଚ୍ଚ ବ୍ୟକ୍ତିଙ୍କର ଆଦେଶକୁ ପାଳନ କରିବା। ଆଉ ସେ ଉଚ୍ଚ ବ୍ୟକ୍ତି ହଉଛନ୍ତି କମାଣ୍ଡିଂ ବ୍ୟକ୍ତି ହଉଛନ୍ତି ପିତା, ଆଉ ସେ କମାଣ୍ଡକୁ ଗ୍ରହଣ କରିକି ପାଳନ କରିବା ବ୍ୟକ୍ତି ହଉଛନ୍ତି ଆଉ ପୁତ୍ର। ତେବେ ଏଇ ଜାଗାରେ ନିଜକୁ ନତ କରିକି ସେ କହନ୍ତି ଯେ ଏ ବିଷୟ କେବଳ ପିତା ହିଁ ଜାଣନ୍ତି, ଏବଂ ପୁତ୍ର ବି ଜାଣନ୍ତି ନାହିଁ କହିକି। କିନ୍ତୁ କିଛି ଲୋକମାନେ କହନ୍ତି ଯେ ହୁଏତ ଯୀଶୁ ଈଶ୍ୱରଙ୍କର ସହିତ ସମାନ ହେଇନଥିବେ ଆଉ ଈଶ୍ୱର ହେଇନଥିବେ। କିନ୍ତୁ ଅନ୍ୟ ପଦ ଗୁଡାକ ଯୀଶୁଙ୍କର ଈଶ୍ୱରତ୍ୱ ବିଷୟରେ ପ୍ରକାଶ କରେ, ଯେ ପ୍ରକାର କି ଲୁକ 2:52 ଆଉ ଏବ୍ରିୟ 4:15, ଜହନ 16:30। ଏଇ ପଦ ଗୁଡାକ ଯଦି ଦେଖିବା ତାହେଲେ ପିତାଙ୍କ ସହିତ ଯୀଶୁଙ୍କୁ ତୁଳନା କରାଯାଇଛି। ଅର୍ଥାତ ପିତା ଯେ ପ୍ରକାର ଯୀଶୁ ମଧ୍ୟ ସେଇ ପ୍ରକାର ଅଟନ୍ତି। ସେମାନେ ଭିନ୍ନ ନୁହନ୍ତି, ସମସ୍ତ କ୍ଷେତ୍ରରେ ସେମାନେ ଏକା। ତା ଅର୍ଥ ହଉଛି ଯୀଶୁ ସେ ବିଷୟଟି ଜାଣିଥିବେ କିନ୍ତୁ ସେ ବିଷୟକୁ ଗୁପ୍ତରେ ରଖିବା ପାଇଁ ଚାହାନ୍ତି। ପ୍ରେଜ୍ ଦ ଲର୍ଡ। ସେ କହିବା ପାଇଁ ଚାହାନ୍ତି ନାହିଁ ଯେ ମୁଁ ଏଇ ସମୟରେ ଏଇ ଦିନରେ ଆସିବି, ଏଇ ସମୟ ଏଇ ଦିନ ଆଉ ଏଇ ଦଣ୍ଡ ପିତା ପରମେଶ୍ୱର ଜଗତକୁ ପ୍ରେରଣ କରିବା ନିମନ୍ତେ ରଖିଛନ୍ତି। ଏ ବିଷୟ ସେ ପ୍ରକାଶ କରିବା ନିମନ୍ତେ ଚାହାନ୍ତି ନାହିଁ ମୋ ପ୍ରିୟ ମାନେ। ଏ ବିଷୟକୁ ସମ୍ପୂର୍ଣ୍ଣ ଭାବରେ ସିକ୍ରେଟ କରିକି ରଖିବା ପାଇଁ ସେ ଚାହାନ୍ତି ମୋ ପ୍ରିୟ ମାନେ। ତାର ଅର୍ଥ ଏହା ନୁହଁ ଯେ ସେ ଜାଣନ୍ତି ନାହିଁ କହିକି, ସେ ନିଶ୍ଚିତ ଭାବରେ ଜାଣିଥିବେ କିନ୍ତୁ ସେ ତାହା ପ୍ରକାଶ କରିବା ପାଇଁ ଚାହାନ୍ତି ନାହିଁ। ସେ ଏକ ସିକ୍ରେଟ ଭାବରେ ରଖିବା ପାଇଁ ଚାହାନ୍ତି, ଯାହାକି ନୋ ମିନ୍ସ ନୋ, ସେଇଟା ହଉଛି ଫାଇନାଲ। ଯଦି ଜଣେଇବାର ଥିଲା ତାହେଲେ ସେ ଜଣେଇ ଦେଇଥାନ୍ତ, ଆଉ ପରବର୍ତ୍ତୀ ସମୟରେ ଜଣେଇବାର କୌଣସି ଆବଶ୍ୟକତା ତାଙ୍କର ନଥିଲା। ଅନେକ ଭବିଷ୍ୟତ ବକ୍ତା ଗୁଡାକ ଆସିକି ଯେ ପ୍ରକାର ମୁଁ ତଥ୍ୟ ଗୁଡାକ ସଂଗ୍ରହ କରି କହିଲି ଯେ ଜଣେ ସେ ଆସିବେ ସେପ୍ଟେମ୍ବର 23 ବୋଲିକି କୁହାଗଲେ, ପୁଣି ଏବେ ଆସନ୍ତା ଦିନ ମାନଙ୍କର ମଧ୍ୟ ଲୋକ କହିବେ, କିନ୍ତୁ କହିବା ପାଇଁ ଚାହିଁବି ଯଦି ଜଣେଇବାର ଥିଲା ତାହେଲେ ସେ ଆଗରୁ ହିଁ ଜଣେଇ ଦେଇଥାନ୍ତେ। ପରବର୍ତ୍ତୀ ସମୟରେ ଜଣେଇବାର କୌଣସି ଆବଶ୍ୟକ ନାହିଁ, କିନ୍ତୁ ଏହା ସୁନିଶ୍ଚିତ ଯେ ସେ ଆସିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା।
ଏହା ସୁନିଶ୍ଚିତ ଯେ ଯୀଶୁ এই ଜଗତ ମଧ୍ୟକୁ ଆସିବେ, କିନ୍ତୁ ଏକ ଗୁପ୍ତ ଭାବରେ ସେ ଡେଟ୍ ରଖିଛନ୍ତି। ତେଣୁ କରିକି ସେ କହନ୍ତି ଚୋର ପରି ଆସିବାର କଥା, ଆଖିର ପଲକରେ ଆସିବାର କଥା। ମୋ ପ୍ରିୟ ମାନେ, ଚୋର ପରି ସେ ଆସିବେ। ଗୋଟିଏ ଚୋର ଆମେ ଜାଣୁ କି ଯଦି ଚୋରି କରିବା ପାଇଁ ଯିବ ତାହେଲେ ଗୃହରେ ଥିବା ଲୋକମାନଙ୍କୁ ସେ ଜଣେଇ ନଥାଏ ଯେ ମୁଁ ଏଇ ସମୟରେ ଏଇ ଦିନରେ ଆସେ କହିକି। କାରଣ ଯଦି ସେ ଜଣେଇବେ ତାହେଲେ ଏମାନେ ପ୍ରସ୍ତୁତ ହେଇଯିବେ। ତେଣୁ କରିକି ସେ ଜଣାନ୍ତି ନାହିଁ, ଆଉ ଯାଇକି ଲୁଟମାର କରିକି ପଳେଇ ଆସନ୍ତି। ତେବେ ଯୀଶୁ ଖ୍ରୀଷ୍ଟ ସେ ପ୍ରକାର ଲଜିକ ଦଉଛନ୍ତି ଯେ ସେ ଚୋର ପରି ଆସିବେ। ଯେତେବେଳେ ଲୋକମାନେ ନିଶ୍ଚିନ୍ତ ଭାବରେ ଶୋଇଥିବେ, ଆମୋଦ ପ୍ରମୋଦ କରୁଥିବେ ଓ ମଜ ମଜଲିସ କରୁଥିବେ, ସେ ସମୟରେ ଯୀଶୁ ଖ୍ରୀଷ୍ଟ ଆସିବେ। କିନ୍ତୁ ଏ ଜାଗାରେ କୁହାଯାଉଛି ସେ ସେମାନଙ୍କୁ ନେବେ ଯୋଉମାନେ କି ଖ୍ରୀଷ୍ଟରେ। ଥେସଲୋନିୟ 1:18 ଆଉ 1:16 ଆଉ 16 ଆଉ 17 ଲେଖା ଅଛି, ଯୋଉମାନେ କି ଖ୍ରୀଷ୍ଟରେ ଅଛନ୍ତି ଜୀବିତ ଭାବରେ ପ୍ରଥମରେ ସେମାନେ ରୂପାନ୍ତରିତ ହେବେ। ତା ସହିତ ଯୋଉମାନେ ଖ୍ରୀଷ୍ଟରେ ଥାଇକି ମୃତ୍ୟୁବରଣ କରିଛନ୍ତି ସେମାନେ ରୂପାନ୍ତରିତ ହଉଛନ୍ତି। ପ୍ରଥମ କରିନ୍ଥୀ 15:52 ମଧ୍ୟ ଆମେ ଦେଖିଲୁ। ତେବେ ଶବ୍ଦ ହଉଛି ଖ୍ରୀଷ୍ଟରେ ରହିବା। ମୋ ପ୍ରିୟ ମାନେ, ଏ ପ୍ରେଡିକ୍ସନ ପଛରେ ନ ଯାଇକି ଏଇ ଦିନ ଆସୁଛି ତେଣୁକରି ମାଡ଼ି ଆସୁଛି ଭୟଙ୍କର ଦିନ ବୋଲିକି ପ୍ରସ୍ତୁତ ନ ହୋଇକି, ଫାଟଲି ସେ ଦିନକୁ ଦେଖିକି ପ୍ରସ୍ତୁତ ନ ହେଇକି ସର୍ବ ସମୟରେ ପ୍ରସ୍ତୁତ ହବା ହଉଛି ଏମାନଙ୍କର କର୍ତ୍ତବ୍ୟ। କାରଣ ପ୍ରଭୁ କହିଛନ୍ତି ଯେ ଖ୍ରୀଷ୍ଟରେ ଅଛି ଯେ କୌଣସି ସମୟରେ ମଧ୍ୟ ସେ ହିଁ ଯେବେ ମୁଁ ଆସିବି ତେବେ ସେ ଖ୍ରୀଷ୍ଟଙ୍କ ନିକଟକୁ ଅର୍ଥାତ୍ ମୋ ସହିତ ସାକ୍ଷାତ କରିବା ପାଇଁ ସେ ଯିବ। କିନ୍ତୁ ଏଥିପୂର୍ବରୁ କହିବା ପାଇଁ ଚାହେଁ, ଯୀଶୁ ଆସିବା ପୂର୍ବରୁ ମଧ୍ୟ ଆମମାନଙ୍କର ଗମନ ହେଇଯାଇପାରେ। ଆମମାନଙ୍କର ପ୍ରିୟ ହର୍ଷ ଆଜ୍ଞା ଆପଣ ମାନଙ୍କ ସହିତ ମିଶିକି ଯାଇଥିଲେ। ତାଙ୍କ ବିଷୟରେ ଶୁଣୁଥିଲି ମୁଁ ଯେ ଶାରୀରିକ ଭାବରେ ସେ ସବଳ ବ୍ୟକ୍ତି ଅଟନ୍ତି। ଏକ୍ସରସାଇଜ ଆଉ ଯୋଗାସନ କରିବା ବ୍ୟକ୍ତି, ଶାରୀରିକ ଭାବରେ ସବଳ, ଆତ୍ମିକ ଭାବରେ ସବଳ। କେହି ମଧ୍ୟ ଭାବି ନଥିଲେ, ଚିନ୍ତା କରିନଥିଲେ, ପରିବାର କି ଗ୍ରାମବାସୀ କି ସାଙ୍ଗସାଥି ବାହାର ଲୋକମାନେ କେହି ମଧ୍ୟ, ଯେ ସେ ଏତେ ଶୀଘ୍ର ପ୍ରଭୁଙ୍କ କୋଳକୁ ଯିବେ କହିକି। କିନ୍ତୁ ସେଇଟା ପରମେଶ୍ୱରଙ୍କର ଯୋଜନା ଥିଲା। ଧାର୍ମିକର ମୃତ୍ୟୁ ଶାନ୍ତିରେ ହେଇଥାଏ। ବିଗତ ଦିନ ମାନଙ୍କରେ ମୁଁ ଗୋଟେ ବାକ୍ୟ ପ୍ରଚାର କରିଥିଲି ଯେ ଭୟରେ ଜୀବନ ଆରମ୍ଭ ହୁଏ, ସେଇ ଭୟରେ ଜୀବନ ଆରମ୍ଭ ହବାଟା ଶାନ୍ତିରେ ହୁଏ, ଆଉ ତାଙ୍କର ଶାନ୍ତିର ଆଉ ଧାର୍ମିକର ମୃତ୍ୟୁ ହେଇଛି ବୋଲିକି ମୁଁ ବିଶ୍ୱାସ କରେ। କିନ୍ତୁ କହିବା ପାଇଁ ଚାହିଁବି, ଯୀଶୁଙ୍କୁ ଆସିବେ କହିକି ଆମେ ଜଗିଛୁ। ସେ ଯଦି ଆସିବାର ବିଳମ୍ବ କରୁଛନ୍ତି, ଏଥି ପୂର୍ବରୁ ଅକସ୍ମାତ୍ ଆମେ ବି ଏ ଜଗତ ଛାଡିକି ଯାଇପାରିବା। ପ୍ରଶ୍ନ ହଉଛି ଖ୍ରୀଷ୍ଟଙ୍କ ଠାରେ ଆମେ ଅଛୁ କି? ଯଦି ଖ୍ରୀଷ୍ଟଙ୍କ ଠାରେ ରହିକି ମୃତ୍ୟୁବରଣ କରିଛୁ, ତେବେ ଯାଇକି ତାଙ୍କ ସହିତ ସାକ୍ଷାତ କରିବା ପାଇଁ ଆମେ ଯିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏଇଠି ମୁଁ ଟିକେ ଦିଟା ଲଜିକ ଦେବା ପାଇଁ ଚାହେଁ, ଯାହାକି ମୁଖ୍ୟ ଅଂଶ ମୋ ମେସେଜର ବୋଲିକି ମୁଁ ଭାବୁଛି। ଶେଷ ମଣ୍ଡଳୀ, ସପ୍ତ ମଣ୍ଡଳୀ ଆମମାନେ ପ୍ରକାଶିତ ବାକ୍ୟରେ ଦେଖିଛୁ। ଯଦି ସମୟ ପରମିଟ କରେ ଦିଟା ମଣ୍ଡଳୀ କଥା କହିବି, ନାହିଁ ତ ଗୋଟେ ମଣ୍ଡଳୀ ସହିତ ସମାପ୍ତ କରିବି। ପ୍ରଥମ ମଣ୍ଡଳୀ ହଉଛି ଏଫିସିୟ ମଣ୍ଡଳୀ। ସପ୍ତ ମଣ୍ଡଳୀ 7 ଡିସ୍ପେନ୍ସେସନ କୁ ବୁଝାଏ ବା ସପ୍ତ ଯୁଗକୁ ବୁଝାଏ। ଆଦମଙ୍କ ଠାରୁ ଏବେ ପର୍ଯ୍ୟନ୍ତ ସେ ଯୁଗକୁ କାଉଣ୍ଟ କରାଯାଇଛି। ଆଉ ଗୋଟେ ବୁଝାଣ ଯେ ସେଇ ସମୟର ମଣ୍ଡଳୀ ପାଇଁ କୁହାଯାଇଛି କହିକି। ଆଉ ତୃତୀୟ ବୁଝିବାର ବିଷୟ ହଉଛି ବର୍ତ୍ତମାନର ମଣ୍ଡଳୀ କୁହାଯାଇଛି। 7 ଡିସ୍ପେନ୍ସେସନ ତା ସହିତ ଆଦ୍ୟ ମଣ୍ଡଳୀ ଗୁଡାକ, ତା ସହିତ ବର୍ତ୍ତମାନ ମଣ୍ଡଳୀକୁ କୁହାଯାଉଛି ବୋଲିକି କୁହାଯାଏ। Praise the Lord, hallelujah, glory to Jesus. ଏ ସପ୍ତ ମଣ୍ଡଳୀ ଭିତରେ ଏଫିସିୟ ମଣ୍ଡଳୀ 1ରୁ 7 ପଦ ପର୍ଯ୍ୟନ୍ତ ଉଲ୍ଲେଖ ଅଛି। ଏଫିସିୟ ମଣ୍ଡଳୀ ବିଷୟରେ ସେ ମଣ୍ଡଳୀରେ 2 ପଦରେ ତାଙ୍କର କର୍ମ ହଉଛି ବହୁତ ଭଲ, ତାଙ୍କର ପରିଶ୍ରମ ମଧ୍ୟ ବହୁତ ଭଲ,
ତାଙ୍କର ଧୈର୍ଯ୍ୟ ମଧ୍ୟ ବହୁତ ଭଲ। କର୍ମରେ ସେମାନେ ବିରଟନ୍ତି, ପରିଶ୍ରମରେ ବିରଟନ୍ତି, ତାଙ୍କର ଧୈର୍ଯ୍ୟ ଅଛି ବହୁତ ପ୍ରଭୁଙ୍କ ଠାରେ। ଦୁଷ୍ଟ ମାନଙ୍କର କ୍ରିୟାକୁ ସେମାନେ ସହ୍ୟ କରିପାରନ୍ତି ନାହିଁ, ମିଥ୍ୟାବାଦୀ ମାନଙ୍କୁ ସେ ସହ୍ୟ କରିପାରନ୍ତି ନାହିଁ। ଅର୍ଥାତ୍ ଅଲ୍ ଦ ଏରିଆ ସେମାନେ ପରଫେକ୍ଟ ଅଛନ୍ତି ମଣ୍ଡଳୀ ଥିବା ଲୋକମାନେ। କିନ୍ତୁ ପ୍ରଭୁ କହନ୍ତି ଏକ କଥା ତୁମ ବିରୁଦ୍ଧରେ ଅଛି, ଆଉ ସେ କଥା ହଉଛି ଆଦ୍ୟ ପ୍ରେମ। ଆଦ୍ୟ ପ୍ରେମ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏହା କୋଉ ପ୍ରେମକୁ କୁହାଯାଏ ମୋ ପ୍ରିୟ ମାନେ? ଗୋଟିଏ ଭିଡିଓ ମଧ୍ୟ ଅନ୍ ନଥିବା ସକାଶେ ମୁଁ କେବଳ ପିଟର ଆଜ୍ଞାଙ୍କୁ କହିକି ଆଗକୁ ବଢିବେ। ଏଇଟା କୋଉ ପ୍ରେମକୁ କୁହାଯାଏ ସାର୍? ଆଦ୍ୟ ପ୍ରେମ ବୋଲିକି ଏ ଜାଗାରେ ଲେଖା ଅଛି, ଯୋଉଟା କି ପାସୋରି ଯାଇଅଛ ବୋଲିକି। ଅନେକ ପ୍ରକାର ପ୍ରେମ ଅଛି, କିନ୍ତୁ ଏଇ ଯୋଉ ଆଦ୍ୟ ପ୍ରେମ ବୋଲିକି କୁହାଗଲା, ଏଇଟା କୋଉ ପ୍ରେମକୁ ପ୍ରକାଶ କରିବା ନିମନ୍ତେ କୁହାଯାଇଛି? ମୋ ଚିନ୍ତାଧାରାରେ ଏଫିସିଓ 5 ପର୍ବର 25-33 ଯଦି ଦେଖିବା କହିଲେ, ସ୍ୱାମୀ ଆଉ ସ୍ତ୍ରୀଙ୍କର ପ୍ରେମ ବିଷୟରେ ଲେଖିକି ଖ୍ରୀଷ୍ଟଙ୍କୁ ମଣ୍ଡଳୀ ସହିତ ତୁଳନା କରାଯାଇଛି। ଅର୍ଥାତ୍ ସ୍ୱାମୀ ସ୍ତ୍ରୀର ପ୍ରେମ, ଖ୍ରୀଷ୍ଟ ହଉଛନ୍ତି ହଜବେଣ୍ଡ, ଆଉ ମଣ୍ଡଳୀ ଅର୍ଥାତ୍ ଆମେ ମାନେ ହଉଛୁ ତାଙ୍କରି କନ୍ୟା। ଏକ ସ୍ୱାମୀ ଆଉ ସ୍ତ୍ରୀର ପ୍ରେମକୁ ଏ ଜାଗାରେ ପ୍ରକାଶ କରାଯାଇଛି, ଯାହାକି ମୁଁ ଚିନ୍ତା କରୁଛି ମୋ ପ୍ରିୟ ମାନେ ସେଇଟା ହଉଛି ଆଦ୍ୟ ପ୍ରେମ ବିଷୟରେ କୁହାଯାଉଛି। ସ୍ୱାମୀ ଆଉ ସ୍ତ୍ରୀର ପ୍ରେମ, ସ୍ୱାମୀ ଆଉ ସ୍ତ୍ରୀର ପ୍ରେମ ଏ ପ୍ରକାର ଭାବରେ ଗଠିତ ହେଇଥାଏ। ଅନେକ ଲୋକମାନେ ଅଛନ୍ତି ଯୁବା ସମୟରେ, ଯେତେବେଳେ ଯୁବା ସମୟରେ ଆପଣ ଥିଲେ, ଗୋଟେ ଝିଅକୁ ଲାଇନ ମାରୁଥିଲେ, ସେ ସମୟରେ 15 ଥର ଆପଣ ମାନେ ପାଉଡର ଲଗାଉଥିଲେ। ଝିଅକୁ ନ ଦେଖିଲେ ଆଉ ରହି ପାରୁନଥିଲେ। ଚିଟି ହେଲେ ଝିଅ ଆଡେ ଆଖି, ମିଟି ହେଲେ ଝିଅ ଆଡେ ଆଖି। ଯେତେବେଳେ ହାଇସ୍କୁଲରେ ଥିଲା ସମୟରେ ତ ଆଉ ସେଇଟା ଗଲା। ଯେ କୌଣସି ଆକ୍ଟିଭିଟି ସମୟରେ କେବଳ ଝିଅ ପଟ ହିଁ ଆଖି ଯାଉଥିବ। ତାଙ୍କୁ ନ ଦେଖିଲେ ଦିନ ବି ଗଢିବ ନାହିଁ, ତାଙ୍କୁ ନ ଦେଖିଲେ ରାତି ବି ଗଢିବ ନାହିଁ, ତାଙ୍କୁ ନ ଦେଖିଲେ ଆଗକୁ ଟୋଟାଲି ବଢି ପାରିବ ନାହିଁ। ଯାହା କିଛି ଜଣେ ପୁଅ କିମ୍ବା ଝିଅ କରିବ, ସାମ୍ନାରେ ତା ବିଲଭର୍ଡ କୁ ରଖିକି ହିଁ କରିବ। ଦିନ ଗଲା, ରାତି ଗଲା, ସମୟ ଗଲା, ଆଉ ଗଡି ଚାଲୁଥିବ, ଆଉ ପୁଅ କିମ୍ବା ଝିଅ ଯିଏକି ଲଭରେ ଅଛନ୍ତି, ସେମାନେ କେବଳ ତାଙ୍କ ବିଷୟରେ ହିଁ କଥାବାର୍ତ୍ତା ହଉଥିବେ। ଏ ପ୍ରକାର ଚିନ୍ତାଧାରା ମଧ୍ୟ ଆସେ। ଗୋଟେ ଗୀତ ମୁଁ ଲେଖିଛି, ତୁମ କଥା ମନେ ପଡେ ରାତି ଦିନ ଦ୍ୱିପହରେ। ଏଟା ମୋର ରାଇଟିଂ, ଏଟା ଗୋଟେ ବହୁତ ସୁନ୍ଦର ଗୀତ ଲେଖିଛି, କିନ୍ତୁ ଏବେ ପବ୍ଲିଶ ହେଇନି। ଯେ ତୁମ କଥା ମନେ ପଡେ ରାତି ଦିନ ଦ୍ୱିପହରେ। ଯେତେବେଳେ ପ୍ରଥମ ଥରିକି ଯୀଶୁଙ୍କୁ ମୁଁ ଗ୍ରହଣ କଲି, ମୁଁ କହିଲି ଦ ଥିଙ୍ଗସ୍ ଅଫ ଦ ୱାର୍ଲଡ ଆର୍ ନଥିଙ୍ଗ, କିନ୍ତୁ ଯୀଶୁ ଏଭ୍ରିଥିଙ୍ଗ। କାରଣ ସବୁବେଳେ ସେ ମନରେ ହିଁ ରହୁଥିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତୁମ କଥା ମନେ ପଡେ ରାତି ଦିନ ଦ୍ୱିପହରେ। ରାତି ସମୟରେ ଯୀଶୁଙ୍କ ବିଷୟରେ ଭାବିବା, ଦିନ ସମୟରେ ଯୀଶୁଙ୍କ ବିଷୟରେ ଭାବିବା, ଆଉ ଦ୍ୱିପହର ସମୟରେ ଯୀଶୁଙ୍କ ବିଷୟରେ ହିଁ ଭାବିବା। ମୋ ଦିଦି ପ୍ରଥମ ଥର କରି ଯେତେବେଳେ ଖ୍ରୀଷ୍ଟଙ୍କୁ ଅନୁଭବ କରିକି ଆଗକୁ ବଢୁଥିଲେ, ସେ ମତେ କହିଲେ, ବାବୁ ମୁଁ ସବୁବେଳେ ଖାଲି ଯୀଶୁ କଥା ହିଁ ଭାବୁଛି। ତାଙ୍କୁ ନେଇକି ଆଉ ଗୋଟେ ଗୀତ ଲେଖିଲେ ମୁଁ, मेरे मन में तू ही तो है, मेरे तन में तू ही तो है, मेरी ख्वाबों में तू ही तो है, मेरी सांसों में तू ही तो है। ଏ ଗୀତଟା ରିଲିଜ ହେଇଛି। ପ୍ରଥମ ଏନକାଉଣ୍ଟର ଆଉ ପ୍ରେମରେ ଏ ପ୍ରକାର ଏକ୍ସପ୍ରେସନ ଅଫ ଫିଲିଙ୍ଗ ଥାଏ ମୋ ପ୍ରିୟ ମାନେ। ଅନେକ ଗୀତ ଗୁଡାକ ମାନେ ଦେଖିବା, ତୁ मेरा पहला प्यार है କହିକି ଖ୍ରୀଷ୍ଟିଆନ ଗୀତ ହିଁ। मैं यीशु का दीवाना हूं, कोई कहे पागल, कोई कहे मुझे दीवाना, पर मैं तो यीशु का दीवाना हूं। এই ପ୍ରକାର ଶବ୍ଦ ଗୁଡାକ, এই ପ୍ରକାର ଚିନ୍ତାଧାରା ଗୁଡାକ ପ୍ରଥମ ପ୍ରେମ, ପ୍ରଥମ ଏନକାଉଣ୍ଟରରେ ଦେଖା ଯାଇଥିଲା। ସ୍ୱାମୀ ସ୍ତ୍ରୀ, ପୁଅ ଝିଅଙ୍କର ପ୍ରେମକୁ ଏଇ ଜାଗାରେ ତୁଳନା କରାଯାଇଛି, କାରଣ ଚର୍ଚ୍ଚ ହଉଛି ଏକ କନ୍ୟା ଆଉ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଦୁଲ୍ହା। ପ୍ରେଜ୍ ଦ ଲର୍ଡ। ଯୋଉ ପ୍ରଥମ ପ୍ରେମ, ସେ ପ୍ରେମ ବର୍ତ୍ତମାନ ଆଉ ଦେଖା ଯାଉନାହିଁ। କେମିତି? ଯେବେ ସେକେଣ୍ଡ ପର୍ସନ ଆସିଯାଏ, ଜଣେ ପୁଅ କିମ୍ବା ଝିଅ ଲଭରେ ଥିବେ,
ଯଦି ପୁଅ ଆଉ ଜଣେ ଝିଅକୁ ଚାହିଁଲା ତାହେଲେ ବିଚ୍ଛେଦର ବିଷୟ ଗୋଟେ ଆସିଯିବ। ଇଭେନ୍ ଯେଉଁ ପୁରୁଷ ବିବାହିତ ହେଇଛି ନିଜ ସ୍ତ୍ରୀକୁ ପ୍ରେମ କରିକି ସେ ବାହା ହେଇଛି, ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବହୁତ ଚାଲିଥିଲା, କିନ୍ତୁ ଯଦି ସମୟ ଗଢିଲା ପରେ ଆଉ ଜଣେ ଝିଅ ପଟ ତାର ମନ ଯାଉଛି, ତାହେଲେ ସ୍ତ୍ରୀଙ୍କ ସହିତ ପ୍ରେମ କରିବା କମିଯିବ, ସ୍ତ୍ରୀଙ୍କୁ ପ୍ରେମ କରିବା କମିଯିବ। ଯୋଉ ପ୍ରେମରେ ଥିଲେ ତହିଁ ମଧ୍ୟରେ ଏକ ବିଚ୍ଛେଦତା ଦେଖାଯିବ। ମୋ ପ୍ରିୟମାନେ, ଆଜିକାଲି ମୋବାଇଲ ଫୋନ, ଆଉ ଦିନେ ମୁଁ ଟ୍ରେନରେ ଯାଉଥିଲି, ହଜବେଣ୍ଡ ଏଣ୍ଡ ୱାଇଫ ଚଢିଲେ, ଚଢିକି ବସିଲା ପରେ ହଜବେଣ୍ଡ ଗୋଟେ ମୋବାଇଲ ଧରିକି ଗୋଟେ ଜାଗାରେ ବସିଛି, ଆଉ ୱାଇଫ ଗୋଟେ ଜାଗାରେ ମୋବାଇଲ ଧରିକି ସେ ବସିଛି। ଦୁଇ ଜଣ ଭିତରେ ଆଉ କଥାବାର୍ତ୍ତା ନାହିଁ, ସେ ମୋବାଇଲ ଧରିକି ସେମାନେ ଚିଟପାଟ କରିକି ଆଉ ସମୟକୁ ବିତେଇକି ଆଗକୁ ବଢି ଚାଲିଛନ୍ତି। ଦୁଇ ଜଣ ମଧ୍ୟରେ ମୋବାଇଲ ଫୋନ କଣ କରିଦେଇଛି, ଏକ ଦୂରତାକୁ ଆଣିଦେଇଛି। ଅନେକଙ୍କର କାର୍ଯ୍ୟ ସକାଶେ, ଅନେକଙ୍କ ମିନିଷ୍ଟ୍ରି ସକାଶେ, ଅନେକ ଗୃହରେ ପ୍ରଥମ ଚାଇଲ୍ଡ ୟା ଦ୍ୱିତୀୟ ଚାଇଲ୍ଡ ହେଲେ ମଧ୍ୟ ସ୍ୱାମୀଙ୍କୁ ଯୋଉ ସମୟ ଦିଆଯାଉଥିଲା କିମ୍ବା ସ୍ତ୍ରୀଙ୍କୁ ଯୋଉ ସମୟ ଦିଆଯାଉଥିଲା, ତହିଁରେ କମ ବିଷୟଟା ଆସିଯାଇଛି। ଆଗରୁ ଯୋଉ ସମୟ ଆଗରୁ ଦିଆଯାଉଥିଲା, ଆଗରୁ ଯୋଉ ଏକ୍ସାଇଟମେଣ୍ଟ ଥିଲା, ଆଉ ସେ ଏକ୍ସାଇଟମେଣ୍ଟ ନାହିଁ। କାରଣ କଣ? ସେକେଣ୍ଡ ପର୍ସନର ପ୍ରବେଶ ସକାଶେ, ସେକେଣ୍ଡ ପର୍ସନର ପ୍ରବେଶ ସକାଶେ। ଆଜିର ମଣ୍ଡଳୀର ଅବସ୍ଥା ମଧ୍ୟ ସେ ପ୍ରକାର। ମୋ ପ୍ରିୟମାନେ, ଆଜିର ମଣ୍ଡଳୀର ଅବସ୍ଥା ସେ ପ୍ରକାର। ଆଜିର ମଣ୍ଡଳୀ କର୍ମରେ, ଦାନ ଦଶମାଂଶରେ, ଦକ୍ଷିଣାରେ ବହୁତ ଆଗରେ ଅଛି, କିନ୍ତୁ ସେବାରେ, ପରିଶ୍ରମରେ ବହୁତ ଆଗରେ ଅଛି। କିନ୍ତୁ ଆଗରେ ଯୋଉ ପ୍ରେମ ଥିଲା, ସେଇ ପ୍ରେମ ଆଉ ଦେଖାଯାଉ ନାହିଁ। ତେଣୁ କରିକି ଜଣେ କହୁଥିଲେ ଯେ ଯୀଶୁ ଖ୍ରୀଷ୍ଟଙ୍କୁ ଅଲ ଟାଇମ ପାର୍ଟନର, ଲାଇଫ ଟାଇମ ପାର୍ଟନର କରିବା ପାଇଁ ଆଦ୍ୟ ପ୍ରେମରେ ନ ରଖିକି ସବୁ ସମୟରେ ମୋ ପ୍ରେମିକ ବୋଲି କହିବା ପାଇଁ ଜଣେ ଉତ୍ସାହ ଦଉଥିଲେ। ଅଲ ଟାଇମ ପାର୍ଟନର। ପ୍ରେଜ୍ ଦ ଲର୍ଡ ଟୁ ଜିସସ୍। ଯୀଶୁ ଖ୍ରୀଷ୍ଟଙ୍କୁ ଜୀବନର ସମସ୍ତ ସମୟରେ ଏକ ପାର୍ଟନର କରିକି, ଅଲ ଟାଇମ ପାର୍ଟନର କରିକି ଆଗକୁ ବଢିବା ବିଷୟରେ କୁହାଯାଉଛି। ଯଦି ସମସ୍ତ ସମୟରେ ପାର୍ଟନର କରିକି ରଖିବା, ଅଲ ଟାଇମ ପାର୍ଟନର ଭାବରେ ହେଇକି ରହିବେ, ତାହେଲେ ନିଶ୍ଚିତ ଭାବରେ ସେ ଯେବେ ଆସିବେ ଆମକୁ ସେ ନେଇକି ଯିବେ। ଆଉ ଗୋଟେ ଭିଡିଓ ମୁଁ ଦେଖୁଥିଲି, ହଜବେଣ୍ଡ ୱାଇଫ ଆଉ ଗୋଟେ ପୁଅ, ବର୍ଷା ହେବା ସକାଶେ ନଦୀରେ ପାଣି ଭରିଗଲା ଆଉ ସେମାନେ ପାର ହଉଥିଲେ। ପାର ହେବା କ୍ଷଣି ମଝିକୁ ପଳାଇଲେ, ସ୍ୱାମୀ ପଟ ପଳେଇ ଆସିଲା ପାର ହେଇକିନା, କିନ୍ତୁ ସ୍ତ୍ରୀ ଆଉ ପୁଅ ମଝି ଜାଗାରେ ରହିଗଲେ। ପାଣି କମ ଥିଲା, ପରବର୍ତ୍ତୀ ସମୟରେ ବେଶୀ ବଢିଗଲା। ସ୍ୱାମୀ ଚାହୁଁଛି ସ୍ତ୍ରୀ ଆଉ ପୁଅକୁ ନେଇକି ଯିବା ପାଇଁ, ଚାହିଁଲେ ମଧ୍ୟ କିଛି ହେଇପାରିଲାନି। କାରଣ କଣ? ବର୍ଷା ବଢିଗଲା ଆଉ ସେମାନେ ଭସେଇକି ପଳେଇଲେ। କାରଣ କଣ? ସେମାନେ ଡିଷ୍ଟାନ୍ସରେ ଥିଲେ। ସ୍ୱାମୀ ଏପଟେ ପଳାଇଛନ୍ତି ପାର ହେଇକିନା, ଆଉ ସେମାନେ ମଝି ଜାଗାରେ ରହିଗଲେ ଡିଷ୍ଟାନ୍ସ ଥିବା ସକାଶେ। ସ୍ୱାମୀ ଚାହୁଁଛନ୍ତି ନେବା ପାଇଁ, କିନ୍ତୁ ନେଇପାରିଲେ ନାହିଁ। କାରଣ କଣ? ସେମାନେ ମିଶିକି ନଥିବା ସକାଶେ, କୂଳରେ ପ୍ରବେଶ ନ କରିଥିବା ସକାଶେ। ତଦ୍ରୂପ ମଧ୍ୟ ମାନେ ଯଦି ଆଦ୍ୟ ପ୍ରେମ, ଅଲ ଟାଇମ ପ୍ରେମରେ ନାହୁଁ, ଅନ୍ୟ ଜାଗାରେ ଆମେ ଛିଡା ହେଇଛୁ, ଯୀଶୁ ଗୋଟିଏ ଜାଗାରେ ଥିବେ, ତାହେଲେ ସେ ଯେତେବେଳେ ଆସିବେ ଆମକୁ ନେଇକି ଯାଇପାରିବେ ନାହିଁ। ସର୍ବ ସମୟରେ ଅଲ ଟାଇମ ପାର୍ଟନର କରିକି ତାଙ୍କ ସହିତ ରହିବାକୁ ପଡିବ, ଲାଇଫ ଟାଇମ ପାର୍ଟନର କରିକି ତାଙ୍କ ସହିତ ରହିବାକୁ ପଡିବ। ହେଲେ ଯାଇକି ଯଦି ସେ ଆସୁଛନ୍ତି ତାହେଲେ ନେଇକି ଯିବେ। ଯୀଶୁଙ୍କ ପ୍ରେମ ଅଦ୍ଭୁତ ପ୍ରେମ ଅଟେ କହିବା ପାଇଁ ଚାହିଁବି ମୋ ପ୍ରେମ ନେଇ। ଯୀଶୁଙ୍କ ପ୍ରେମ ଏକ ଅନୋଖା, ଏକ ଅଲଗା ପ୍ରକାର ପ୍ରେମ ଅଟେ। କେହି ମଧ୍ୟ ବୁଢୀକୁ ପସନ୍ଦ କରିବେ ନାହିଁ। ଏବେ ନିଜର ହଜବେଣ୍ଡ ହେଲେ ମଧ୍ୟ ଅନେକ ଲୋକମାନେ ବୁଢୀ ହେଲା ପରେ, ତୁ ବର୍ତ୍ତମାନ ଭଲ ଦେଖା ଯାଉନ। ବୁଢା ହେଇଗଲା ପରେ ସ୍ତ୍ରୀ ମାନେ ଯୋଉ ମେଣ୍ଟେନେନ୍ସ କରନ୍ତି, ସେମାନେ କହିବେ, ତୁ ଏବେ ଆଉ ସେତେ ହ୍ୟାଣ୍ଡସମ ଦେଖାଯାଉନ। ତ ବୁଢା ମାନେ ମଧ୍ୟ
ଆଉ ଯୌବନ ଝିଅ ମାନଙ୍କ ପଛରେ, ମିଡିଲ ଏଜ୍ ଝିଅ ମାନଙ୍କ ପଛରେ ଯାଇଥାନ୍ତି। ଜଗତର କଥା ମୁଁ କହୁଛି, ଆମେ ଆମର କଥା ମୁଁ କହୁନି। ସେ ପ୍ରକାର କିନ୍ତୁ ଯୀଶୁଙ୍କର ପ୍ରେମ ଗୋଟେ ଅଲଗା ପ୍ରକାର ଅଟେ। ଆପଣଙ୍କର ବୟସ କେତେ ବି ହେଇଥାଉ, ସେ ହଉଛନ୍ତି ଏଭର ହ୍ୟାଣ୍ଡସମ୍ ବ୍ୟକ୍ତି। ସର୍ବ ସମୟରେ ସେ ସୁନ୍ଦର ପରିପୂର୍ଣ୍ଣ ସବୁ କ୍ଷେତ୍ରରେ। ଓ ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏଭର ହ୍ୟାଣ୍ଡସମ୍ ବ୍ୟକ୍ତି। ଆପଣ କେମିତି ବି ଦେଖାଯାଉ, ସମୟ ଥିଲା ଆପଣ ୟଙ୍ଗ ଦେଖାଯାଉଥିଲେ, ପରବର୍ତ୍ତୀ ସମୟରେ ଆପଣ ମିଡିଲ ଏଜ୍ କୁ ଗଲେ, ପରବର୍ତ୍ତୀ ସମୟରେ ଆପଣ ବୃଦ୍ଧ ଏଜ୍ କୁ ଗଲେ। ଯଦି ବୃଦ୍ଧ ଏଜ୍ କୁ ଯାଉଛନ୍ତି, ଆପଣଙ୍କ ଶରୀର ଆମ ଭାଷାରେ ଚେମିରି ହେଇଯିବ, ଦାଢି ଗୁଡାକ ପାଚିଯିବ, ମୁଣ୍ଡର ବାଳ କଳା ହେଇଯିବ, ହେଲେ ମଧ୍ୟ ସେ ଆପଣଙ୍କୁ ପ୍ରେମ କରିବା ବନ୍ଦ କରିବେ ନାହିଁ। ତାଙ୍କ ପ୍ରେମ ଅଦ୍ଭୁତ ପ୍ରେମ ଅଟେ, ତାଙ୍କ ପ୍ରେମ ଅନୋଖା ପ୍ରେମ ଅଟେ। ତାଙ୍କ ପ୍ରେମ ବିଷୟରେ ଅନେକ କଥା ଗୁଡାକ ଗୀତ ରଚକ ଗୁଡାକ ଲେଖିଛନ୍ତି, ବହି ଲେଖକ ଗୁଡାକ ଲେଖିଛନ୍ତି ମୋ ପ୍ରିୟ ମାନେ, ତାଙ୍କ ପ୍ରେମକୁ ବର୍ଣ୍ଣନା କରିକି। ଆଉ ଆମେ ସେଇ ଯୀଶୁଙ୍କୁ ସର୍ବଦା ଅଲ୍ ଟାଇମ ପାର୍ଟନର କରିକି ପ୍ରେମ କରିକି ଆଗକୁ ବଢୁ। ପ୍ରେଜ୍ ଦ ଲର୍ଡ। ଯଦି ପ୍ରେମ କରିକି ଆଗକୁ ବଢିବା, ତାହେଲେ କହିବା ପାଇଁ ଚାହିଁବି, ଆଉ ମାଡି ଆସୁଛି ଭୟଙ୍କର ଦିନକୁ ଅପେକ୍ଷା କରିବାର ଆବଶ୍ୟକ ନାହିଁ। ଆମେ କହିବା, ଯଦି ଆଜି ମଧ୍ୟ ସେ ଆସୁଛି, ମୁଁ ତାଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯାଇପାରିବି। ଯଦି ମୁଁ ବି ଅକସ୍ମାତ ଦୁର୍ଘଟଣା ସକାଶେ ଏ ଜଗତକୁ ଛାଡିକି ଯାଉଛି, ତାହେଲେ ମଧ୍ୟ ମୁଁ ତାଙ୍କୁ ସାକ୍ଷାତ କରିବାକୁ ଯାଇପାରିବି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ବିଗତ ଦିନ ମାନଙ୍କରେ ଅନେକ ତଥ୍ୟ ଗୁଡାକ ଆସିଲା ଯେ ଯୀଶୁଙ୍କର ରାପଚର କୁ ନେଇକି ସେପ୍ଟେମ୍ବର 23 କୁ ଆଉ ନିରୀକ୍ଷଣ କରିକି କହିଥିଲେ। ତା ସହିତ ଆସନ୍ତା ଦିନ ମାନଙ୍କରେ ମଧ୍ୟ ଏ ପ୍ରକାର ତଥ୍ୟ ଗୁଡାକ ଆସିବ। କିନ୍ତୁ ଯୀଶୁ ଆସିନାହାନ୍ତି, ହୁଏତ ଆଗକୁ ମଧ୍ୟ ସେମାନେ କହିବା ଡେଟ୍ ଅନୁସାରେ ଆସିବେ ନାହିଁ, କାରଣ ସେ ଗୁପ୍ତରେ ରଖିବା ପାଇଁ ଚାହାନ୍ତି। ଯଦି କହିବାର ଥିଲା, ତାହେଲେ ନିଶ୍ଚିତ ଭାବରେ ସେ ଜଣେଇ ଦେଇଥାନ୍ତେ। କିନ୍ତୁ ସେମାନଙ୍କୁ ନବ ଯେଉଁମାନେ କି ଖ୍ରୀଷ୍ଟଙ୍କ ଠାରେ ଅଲ୍ ଟାଇମ ନଭର ଭାବରେ ଅଛନ୍ତି, ପ୍ରେମିକ ଭାବରେ। ପ୍ରେଜ୍ ଦ ଲର୍ଡ। ମୁଁ ଯେତେବେଳେ ଯୀଶୁ ଗ୍ରହଣ କରୁଥିଲି, ଏ ଟାଇମରେ ମୁଁ ଏମିତି ହଉଥିଲି, ସେମିତି ହଉଥିଲି, ଏ କଥା ନ ଦେଖାଯାଉ, ମୁଁ ସେମିତି ହଉଥିଲି ଗତ ସମୟରେ ଯେତେବେଳେ ନୂଆ ଭାବରେ ଗ୍ରହଣ କରିଥିଲି। ଆଜି ମଧ୍ୟ ମୁଁ ତାଙ୍କ ପାଇଁ ଦିୱାନା ହିଁ, ଆଜି ମଧ୍ୟ ମୁଁ ତାଙ୍କ ପାଇଁ ପାଗଳ ହିଁ। ଆଜି ମଧ୍ୟ ସେ ମୋର ପେହଲା ପ୍ରେମ, ତାଙ୍କ ଛଡା ଆଉ ଦ୍ୱିତୀୟ ପ୍ରେମ ମୋ ଜୀବନ ମଧ୍ୟରେ ହବ ନାହିଁ। ଯୀଶୁ ସେ ଜାଗାରେ କହିଲେ ଯେ ଫେରିବା କଥା। ପ୍ରେଜ୍ ଦ ଲର୍ଡ। ଯଦି ସେ ପ୍ରେମରୁ ଆମେ ବିଚ୍ଛିନ୍ନ ହେଇଯାଇଛୁ, ତାହେଲେ ସେ କହନ୍ତି ଫେରିବା ନିମନ୍ତେ, ନାହିଁ ତ ପ୍ରଦୀପ ଗୁଞ୍ଛେଇ ଦେବା ନିମନ୍ତେ କହନ୍ତି। ମାତୀୟ 25 ପର୍ବରେ ଆଉ 10 କୁମାରୀ ବିଷୟରେ ଲେଖା ହେଇଛି। ଦୁଲ୍ହା ଆସିଲେ କୁମାରୀ ମାନଙ୍କ ପାଖରେ ପ୍ରଦୀପ ଅଛି, ହାତରେ ପ୍ରଦୀପ ଅଛି, ଆଉ ପାଞ୍ଚ କୁମାରୀ ମାନଙ୍କର ପ୍ରଦୀପରେ ତୈଳ ଅଛି, କିନ୍ତୁ ପାଞ୍ଚ କୁମାରୀ ମାନଙ୍କ ହାତରେ କେବଳ ପ୍ରଦୀପ ଅଛି, ଆଉ ତୈଳ ସେ ଜାଗାରେ ନାହିଁ। ଯୀଶୁ କହନ୍ତି ସେ ପ୍ରଦୀପ ମଧ୍ୟ ଛଡେଇକି ନେଇଯିବୁ, ସେଇଟା ଆମ ପାଇଁ କୌଣସି ଆବଶ୍ୟକତାର ବିଷୟ ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସବୁବେଳେ ଜଳୁଥାଉ ପ୍ରେମରେ, ସବୁବେଳେ ସେ ପ୍ରେମରେ ଭିଗି ଯାଅ, ସବୁବେଳେ ସେ ପ୍ରେମରେ ମଜି ଯାଅ। ଯେ ପ୍ରକାର କେତେବେଳେ ହଜି ମୁଁ ଯିବି, ମଜିବି ଯିବି, ଏ ପ୍ରକାର ଭାବରେ। ପ୍ରେଜ୍ ଦ ଲର୍ଡ। କେଉଁ ଜାଗାରେ ପତନ ହେଇଛି? କଣ ଝିଅ ଆସିଲା ଏକ ସମୟରେ, ସେଇ ଜାଗାରେ ମୁଁ ପତନ ହେଇଛି କି? ଟଙ୍କା ଆସିଲା ସେଇ ସମୟରେ, ସେଇ ଜାଗାରେ ପତନ ହେଲି କି? ପିଲା ଆସିଲା ସେଇ ସମୟରେ, ସେଇ ଜାଗାରେ ମୁଁ ପତନ ହେଲି କି? ମୋବାଇଲ ଫୋନ ଆସିଲା ସେଇ ସମୟରେ, ସେଇ ଜାଗାରେ ପତନ ହେଲି କି? କେଉଁ ବିଷୟ ମୋ ଜୀବନ ମଧ୍ୟରେ ଆସିଲା ଆଉ ଯୀଶୁଙ୍କ ଠାରୁ ମତେ ନେଇକି ଯାଇଛନ୍ତି? ଗତକାଲି ଆମମାନଙ୍କର ଆକାଶ ସୂର୍ଯ୍ୟ ଆଜ୍ଞା କହୁଥିଲେ ଯେ ୟୁଏସ୍ ର ଲୋକମାନେ ମୋବାଇଲ ଫୋନକୁ ଫିକିଥାନ୍ତି, କିନ୍ତୁ ଆମେ ସର୍ବଦା ମୋବାଇଲ ଫୋନକୁ ଧରିକି ଚାଲୁଛୁ, ମୋବାଇଲରେ ଅତ୍ୟଧିକ ସମୟ ଦଉଛୁ। ପ୍ରଭୁଙ୍କୁ ସାହାଯ୍ୟ କରନ୍ତୁ। ସମସ୍ତ ବିଚ୍ଛିନ୍ନ କରିବାର ବିଷୟ ଥିଲେ ମଧ୍ୟ ଆମେ ଖ୍ରୀଷ୍ଟଙ୍କ ଠାରୁ ବିଚ୍ଛିନ୍ନ ନ ହେବା ନିମନ୍ତେ, ପ୍ରେଜ୍ ଦ ଲର୍ଡ, ସେ ପ୍ରେମ, ଆଦ୍ୟ ପ୍ରେମ ହିଁ
ସେଇ ପ୍ରେମ ହିଁ ପ୍ରଥମ ପ୍ରେମ, ସେଇ ପ୍ରେମ ହିଁ ଅଲ୍ ଟାଇମ୍ ପ୍ରେମ ହେଇକି ଆମ ଜୀବନ ମଧ୍ୟରେ ରହୁ ମୋ ପ୍ରିୟ ମାନେ। ଆମେ ଖ୍ରୀଷ୍ଟଙ୍କ ଠାରେ ହିଁ ରହୁ, କାରଣ ଦିନ ଗୁଡାକ ବହୁତ ଖତରନାକ, ଆକ୍ସିଡେଣ୍ଟ ଗୁଡାକ ବହୁତ ହଉଛି, ବିଭିନ୍ନ ପ୍ରକାର ବିଷୟ ଗୁଡାକ ହେଇକି ଆମର ଗମନ ହେଇଯାଉଛି। ଆଉ ଖ୍ରୀଷ୍ଟଙ୍କର ଆଗମନର ଆବଶ୍ୟକ ନାହିଁ, ଆମର ଗମନ ହେଇଯାଉଛି। ତେଣୁ କରିକି ଅଲ୍ ଟାଇମ୍ ଲଭର କରିକି ରଖୁ, ଅଲ୍ ଟାଇମ୍ ଲାଇଫ ପାର୍ଟନର କରି ରଖୁ, ଅଲ୍ ଟାଇମ୍ ପ୍ରେମିକ କରିକି ରଖୁ, ହେଲେ ଯାଇକି ଆମେ ପ୍ରବେଶ କରିବା। ପ୍ରଭୁ ମାନଙ୍କୁ ଆଶୀର୍ବାଦ କରନ୍ତୁ ଏ ବିଷୟକୁ ବୁଝିକି ଏ ତଦନୁସାରେ ଆଗକୁ ବଢିବା ନିମନ୍ତେ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆମଙ୍କର ପାଣି ବାବୁ, ବହୁତ ସୁନ୍ଦର ବାକ୍ୟ ଥିଲେ। ବାସ୍ତବରେ ଅନେକ ରାବି ଗୁଡାକ, ଗୁରୁ ଗୁଡାକ ଏବଂ ପ୍ରଭୁଙ୍କ ଲୋକମାନେ ଅନେକ ତଥ୍ୟ ଦେଇଛନ୍ତି, କିନ୍ତୁ ସମସ୍ତ ତଥ୍ୟ ଉପରେ ଆମେ ନ ରଖି ବାକ୍ୟରେ ଯାହା ଲେଖା ଅଛି ସେହି ଦିନ ସେହି ଦଣ୍ଡ କେହି ଜାଣିନାହାନ୍ତି, କିନ୍ତୁ ଆମମାନଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ସେଇଟା ହିଁ ଆମମାନଙ୍କର ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେ ଯେତେ ଦିନ ପର୍ଯ୍ୟନ୍ତ ଜଗତରେ ବଞ୍ଚି ରହିଛୁ, ଆମମାନଙ୍କର ଜୀବନକୁ ଆତ୍ମାକୁ ସଜାଡିବା ହେଉଛି ଆମମାନଙ୍କର କର୍ତ୍ତବ୍ୟ। ଏ ଉପରେ ଆମମାନଙ୍କର ପ୍ରଭୁଙ୍କର ଦାସ ଅନେକ ତଥ୍ୟ ବାହାର କରି ଆମମାନଙ୍କୁ ଜଣାଉଥିଲେ। ବାସ୍ତବରେ ଆମେ ସେ ବିଷୟକୁ ଧ୍ୟାନରେ ରଖି ଆମେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କରି ନିଜ ନିଜକୁ ପ୍ରାର୍ଥନା ସହ ପ୍ରସ୍ତୁତ କରିବା ଆମମାନଙ୍କର କର୍ତ୍ତବ୍ୟ ରହିଅଛି। ତେଣୁ ଆମେ ପ୍ରଭୁଙ୍କର ଦାସଙ୍କୁ ବହୁତ ଧନ୍ୟବାଦ। ସେ ଅନେକ ବିଷୟ ଗୁଡାକ ତଥ୍ୟ ବାହାର କରି ଆମମାନଙ୍କ ସମ୍ମୁଖରେ ରଖୁଥିଲେ, ଯେ ଆମେ କୌଣସି କଥାରେ ପଡିଯିବା ନାହିଁ କି ଡିସେମ୍ବର 23 କିମ୍ବା ଆଗାମୀ 2032ରେ ପ୍ରଭୁଙ୍କ ଆଗମନ ହବ ବୋଲି ଯୋଉ ଅନେକ ଲୋକମାନେ କହନ୍ତି, ସେଥିରେ ବି ଆମେ ପଡିଯିବା ନାହିଁ। କାରଣ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ନିଜ ନିଜକୁ ପ୍ରସ୍ତୁତ କରିବା ଆମମାନଙ୍କର କର୍ତ୍ତବ୍ୟ। ଆମେ ସମସ୍ତେ ଗୋଟେ କରତାଳି ଦେଇ ପ୍ରଭୁଙ୍କ ଦାସଙ୍କୁ ଉତ୍ସାହ ପ୍ରଦାନ। ଥ୍ୟାଙ୍କ ୟୁ ପାଣି ବାବୁ, ସୁନ୍ଦର ବାକ୍ୟ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆହୁରି ବ୍ୟବହାର କରନ୍ତୁ ତାଙ୍କ ଉଦ୍ଦେଶ୍ୟରେ, ତାଙ୍କ ଗୌରବ। ଆସନ୍ତୁ ଆମେ ବାକ୍ୟ ନିମନ୍ତେ ପ୍ରାର୍ଥନା କରିବା। ଆମମାନଙ୍କର ଦାସ ବାକ୍ୟ କହିଯାଇଛି।